ପିଲାମାନେ ଯୋଉ ତୁମର ପଶ୍ଚିମ ଆଫ୍ରିକାର ଓଡ଼ିଆ ଢିଙ୍କି କ୍ଲାସଟି ଅଧାରେ ରହିଯାଇଥିଲା, ତୁମର 4ଟା ନା 5ଟା ପାଖାପାଖି କ୍ଲାସ ପାଖାପାଖି ହେଇଥିଲା ହେଲା। ଆହୁରି ତୁମର ମାନେ 2ଟି କ୍ଲାସ ହବ, ତେବେ ସରିଗଲା। ସେ ତୁମର କଣ ଉପସଂହାର ଅଛି, ତ ସେଇଟା ପାଇଁ ଗୋଟେ କ୍ଲାସ ରହିବ। ଆଉ ଏଟା ଯୋଉ ଅଛି ତୁମର ଦେଖନ୍ତୁ ଲାଇବ୍ରେରୀ ଗଣରାଜ୍ୟ ଭିତରେ, ତ ଏଇ କ୍ଲାସଟା ତୁମର ପାଇଁ କଣ ଆଜିର ଭିଡ଼ିଓ ମାଧ୍ୟମରେ ତୁମକୁ ଭଲ ଭାବରେ ବୁଝିବା। ତେଣୁ ସେ ଲାଇବ୍ରେରୀ ଗଣରାଜ୍ୟ ଭିତରେ ଯେତେବେଳେ ସେ ଏଣ୍ଟ୍ରି କଲେ ଦେନ୍ ସେ କଣ ସବୁ କଲେ ତା ସବୁ କିଛି ଆଲୋଚନା କରିବା। ତ ପିଲାମାନେ ଆଉ ଯୋଉ ତୁମର 2ଟା କ୍ଲାସ 4 ଏବଂ 5 ସେଟା ତୁମର କଣ ମେମ୍ବର ଲିଷ୍ଟ ଅଛି। ଯୋଉମାନେ ମେମ୍ବର ହେଇନାହାନ୍ତି ତ ସେଇମାନେ ମେମ୍ବର ହେଇଯାଆନ୍ତୁ, ଯାହାଫଳରେ ସେମାନେ ଦେଖିପାରିବେ ହେଲା। ତ ଚାଲନ୍ତୁ ଆମେ ଆଲୋଚନା କରିବା। ଦେଖନ୍ତୁ ଲାଇବ୍ରେରୀ ଗଣରାଜ୍ୟ ଭିତରେ କଣ ସବୁ ହେଇଥିଲା ଦେଖ ନା। ସହାୟକ ଶିକ୍ଷାମନ୍ତ୍ରୀ ମିଷ୍ଟର ୱିଲସନଙ୍କ ସହିତ ମୁଁ ଆସିଥିଲି କୋଉଠି ନା ହାର୍ବରକୁ। ସେ କିଏ ନା ସହାୟକ ଶିକ୍ଷାମନ୍ତ୍ରୀ ଯେଉଁ ଥିଲେ କିଏ ମିଷ୍ଟର ୱିଲସନ। ଏଟା ମୋର ସହାୟକ ଶିକ୍ଷାମନ୍ତ୍ରୀ ଥିଲେ ମିଷ୍ଟର ୱିଲସନ। ସେ ତାଙ୍କ ସହିତ ଆସିଥିଲେ ହାର୍ବର ସହରକୁ। ସେ ଯେତେବେଳେ ଆସିଲେ ତ ଲାଇବେରିଆର ପୂର୍ବତମ ରାଷ୍ଟ୍ରପତି ସ୍ୱର୍ଗୀୟ କିଏ ନା ଟୋଲମ୍ୟାନଙ୍କର ଜନ୍ମସ୍ଥାନ ଏକ ହାର୍ବର ସହର ଛୋଟ ହେଲେ ମଧ୍ୟ ବେଶ ସୁନ୍ଦର। ତାହେଲେ କଣ ତାଙ୍କର ପୂର୍ବତମ ରାଷ୍ଟ୍ରପତି ଯିଏ କି ମାନେ ମୃତ୍ୟୁବରଣ କରିସାରିଥିଲେ କିଏ, ତାଙ୍କ ନାମ ଥିଲା ଟୋଲମ୍ୟାନ। ତ ତାଙ୍କର ଜନ୍ମସ୍ଥାନ ସେଇଠି ହାର୍ବର ସହର ହେଲା। କିନ୍ତୁ ସେଇ ସହରଟି ଅଧିକ ବଡ ନୁହେଁ, ସହରଟି ବହୁତ ଛୋଟ କିନ୍ତୁ ବହୁତ ସୁନ୍ଦର ସହରଟା ହେଲା। ଗଣରାଜ୍ୟର ଯେଉଁ ଛୋଟ ଖଣ୍ଡିଏ ଭୂଖଣ୍ଡ କେପ୍ ପାମାସ ଠାରେ ଆଟଲାଣ୍ଟିକ ମହାସାଗରକୁ ପଶି ଯାଇଛି, ସେହି ଭୂଖଣ୍ଡରେ ହିଁ ଗଢି ଉଠିଛି ଏହି ସହରର ଅଧା ସ୍ତର ଭାଗରେ ତ ଅଧେ କଣ ସେମିତି ମାନେ ପାଣି ଭିତରେ ଅଛି। ତାପରେ ମାନେ ତମେ ଦେଖିଥିବ, ମୁଁ କହିପାରିବି କି ଦେଖିଥିବ ନା ନାହିଁ, ଅନେକ ସାରା ସେମିତି ସହର ଗୁଡ଼ିକ ଅଛି ଯୋଉ ଗୁଡ଼ିକ କି ଅଧା ସ୍ତର ଭାଗରେ ଏବଂ ଅଧା କଣ ଜଳ ଭାଗରେ ହେଲା। ସେମିତି ଆକାଶ ମାର୍ଗରେ ଉଡ଼ି ଆସିଲେ ମନରୋଭିଆରୁ ସିଧାସଳଖ ପ୍ରାୟ 250 ମାଇଲ ଦୂରରେ ଏହି ହାର୍ବର ରାଜ୍ୟର ଠିକ ଅନ୍ୟ ପ୍ରାନ୍ତରେ ଅଛି ହେଲା। ତାପରେ ଦେଖିବା ଲାଇବେରିଆର ସର୍ବପ୍ରଥମ ଇଞ୍ଜିନିୟରିଂ ଶିକ୍ଷା ଅନୁଷ୍ଠାନକୁ ଏହି ହାର୍ବର ସହରରେ ଅବସ୍ଥାପିତ କରିବା ପାଇଁ ସ୍ୱପ୍ନ ଦେଖିଥିଲେ ପ୍ରେସିଡେଣ୍ଟ ଟୋଲମ୍ୟାନ, ଯିଏକି ମୃତ୍ୟୁବରଣ କରିଛନ୍ତି। ସେ ସ୍ୱପ୍ନ ଦେଖିଥିଲେ କଣ ଦେଖିଥିଲେ ନା ଯୋଉ ପ୍ରଥମ ତାଙ୍କର ଇଞ୍ଜିନିୟରିଂ ଶିକ୍ଷା ଅନୁଷ୍ଠାନ ମାନେ ଯିଏକି ହାର୍ବର ସହରରେ ସେ ସ୍ଥାପନ କରିବେ ବୋଲି ସ୍ୱପ୍ନ ଦେଖିଥିଲେ ହେଲା। କିନ୍ତୁ ସେ ତ ମୃତ୍ୟୁବରଣ କରିଥିଲେ, ତାହା ପୁରା ହେଇ ପାରିଲା ନାହିଁ। ସହରର ଟିକେ ଦୂରରେ ବା 600 ଏକରରୁ ବେଶୀ ଜମି ନେଇ ସେ ସେଠାରେ ପ୍ରାୟ 1.5 କୋଟି ଟଙ୍କାର କୋଠାବାଡ଼ି ତିଆରି କରାଇ ସାରିଥିଲେ। କିନ୍ତୁ କୌଣସି ଇଞ୍ଜିନିୟରିଂ ଶିକ୍ଷାର କାର୍ଯ୍ୟକ୍ରମ ଆରମ୍ଭ କରାଇବା ପୂର୍ବରୁ ଏବଂ ଅନୁଷ୍ଠାନ ପାଇଁ ଯୋଗାଯୋଗ ଅଧ୍ୟାପକ ଓ କର୍ମଚାରୀ ନିଯୁକ୍ତି କରିବା ପୂର୍ବରୁ ତାଙ୍କର ହଠାତ୍ ମୃତ୍ୟୁ ହୋଇଯାଇଥିଲା। ବୁଝିଗଲା। ସେମାନେ କେତେ ଟଙ୍କାର ନା 1.5 କୋଟି ଟଙ୍କାର ପ୍ରାୟ 1.5 କୋଟି ଟଙ୍କାର କୋଠାବାଡ଼ି ସେ ତିଆରି କରିସାରିଥିଲେ। ଖାଲି ବାକି ଥିଲା କଣ ନା ଇଞ୍ଜିନିୟରିଂ ଶିକ୍ଷାର କାର୍ଯ୍ୟକ୍ରମ, ଯୋଉ ଟିଚର ଗୁଡ଼ିକ ଆସିନଥିଲେ ହେଲା, ଷ୍ଟୁଡେଣ୍ଟ ଗୁଡ଼ିକ ଆଡମିସନ ହେଇନଥିଲେ, ମାନେ ଆରମ୍ଭ ହବା ପୂର୍ବରୁ ହିଁ ସେ ହଠାତ୍ ଡେଥ୍ କରିଗଲେ ହେଲା। ଦେଖିବା ଟୋଲବାର୍ଟ ହେଲେ ଦେଶର ନୂତନ ରାଷ୍ଟ୍ରପତି। ତାଙ୍କ ପରେ କିଏ ହେଲେ ନା ଟୋଲବାର୍ଟ ହେଲେ ଦେଶର ନୂତନ ରାଷ୍ଟ୍ରପତି। ଟୋଲମ୍ୟାନ ମୃତ୍ୟୁବରଣ କରିଥିଲେ। ଟୋଲମ୍ୟାନଙ୍କ ପରେ ଆସିଲା ଟୋଲବାର୍ଟ। ଟୋଲମ୍ୟାନ ମରିଥିଲେ ଏବଂ ଟୋଲବାର୍ଟ ହେଲେ ଦେଶର ନୂତନ ରାଷ୍ଟ୍ରପତି। ତ ଏଇଠି ପିଲାମାନେ କନଫ୍ୟୁଜ ହେଇଯାନ୍ତି ହେଲା। ଏଇ ଛୋଟ ଛୋଟ କଥା ଗୁଡ଼ା ସେମାନେ ମନେ ରଖିପାରନ୍ତିନି, ତ ଟିକେ ସିମିଲାର ଅଛି ହେଲା। ଦେଖିବା ଯୁକ୍ତରାଷ୍ଟ୍ର ଆମେରିକା ପରି ଲାଇବେରିଆରେ ମଧ୍ୟ ନିର୍ବାଚିତ ପ୍ରେସିଡେଣ୍ଟ ହିଁ ଦେଶର ସର୍ବସେବା। ତାହେଲେ କଣ ଯୁକ୍ତରାଷ୍ଟ୍ର ଆମେରିକାରେ ଯେମିତି ରାଷ୍ଟ୍ରପତି ପ୍ରଧାନ, ସେହିପରି ଭାବରେ ଲାଇବେରିଆରେ ମଧ୍ୟ ନିର୍ବାଚିତ ପ୍ରେସିଡେଣ୍ଟ ହେଉଛନ୍ତି ଦେଶ ସର୍ବସେବା ଏବଂ ସବୁ କ୍ଷମତାର ଅଧିକାରୀ। ସେ ନିଜର ମନ ମୁତାବକ ଲୋକ ବାଛି ମନ୍ତ୍ରିମଣ୍ଡଳର ନିଯୁକ୍ତି ଦେଇଥାନ୍ତି ଏବଂ ପ୍ରେସିଡେଣ୍ଟ ଟୋଲବାର୍ଟଙ୍କର ନୂତନ ମନ୍ତ୍ରିମଣ୍ଡଳରେ ଶିକ୍ଷାମନ୍ତ୍ରୀ ହେଲେ ଲାଇବେରିଆ ବିଶ୍ୱବିଦ୍ୟାଳୟର ପୂର୍ବତମ କୁଳପତି ଡକ୍ଟର ହପ୍। ତ ପିଲା ଆଉ ଗୋଟେ କଥା ମନେ ପଡ଼ିଗଲା, ଯୋଉ ଚୀନରେ ତମର ଏକଦଳୀୟ ବ୍ୟବସ୍ଥା ମାନେ କଣ, ସେଠି ଗୋଟିଏ ହିଁ ସରକାର ଥାନ୍ତି। ଏବଂ ସେହିପରି ଯୁକ୍ତରାଷ୍ଟ୍ର ଆମେରିକାର 2 ଦଳୀୟ ସରକାର ହେଲା। ଆମର ଭାରତରେ ବହୁ ଦଳୀୟ ସରକାର। ତ ସେଗୁଡ଼ା ଜାଣିଛ ନା ନାହିଁ, ସେ ପଲିଟିକାଲ ସାଇନ୍ସ ହେଲା, ସେଗୁଡ଼ା ମନେ ରଖିବା, ସେଗୁଡ଼ା ଦରକାର ଅଛି ହେଲା। ତାପରେ ଦେଖିବା ପ୍ରଭାବଶାଳୀ ବୈଦେଶିକ ମନ୍ତ୍ରୀ ସେସିଲ ଡେନିସ ଜୁନିୟରଙ୍କ ପତ୍ନୀ ସେହି ବିଶ୍ୱବିଦ୍ୟାଳୟର ବିଜ୍ଞାନ ବିଭାଗର ଡିନ୍ ମାନେ କଣ ହେଡ୍। ବୁଝିଗଲା। ଦେନ୍ ପ୍ରେସିଡେଣ୍ଟ ଟୋଲବାର୍ଟ ନିଷ୍ପତ୍ତି ନେଲେ ଯେ ଲାଇବେରିଆର ସର୍ବପ୍ରଥମ ଇଞ୍ଜିନିୟରିଂ କଲେଜ ବିଶ୍ୱବିଦ୍ୟାଳୟର ଏକ ଅଙ୍ଗ ରୂପେ ବିଶ୍ୱବିଦ୍ୟାଳୟର ଅଧୀନରେ ରହିବ ଏବଂ ବିଜ୍ଞାନ ବିଭାଗ ବା ସାଇନ୍ସ ଡିପାର୍ଟମେଣ୍ଟ ବୈଷୟିକ ଜ୍ଞାନ ବିଭାଗରେ ପରିଣତ ହୋଇ ଡିନ୍ ମିସେସ୍ ଡେନିସଙ୍କର ତତ୍ତ୍ୱାବଧାନରେ କଣ କରିବେ ନା ତାଙ୍କର ତତ୍ତ୍ୱାବଧାନରେ ପରିଚାଳିତ ହେବ। ତେଣୁ ପ୍ରଥମେ ଇଞ୍ଜିନିୟରିଂ କଲେଜର ଅବସ୍ଥିତ ମନରୋଭିଆଠାରେ ହିଁ ରହିବା ସ୍ୱାଭାବିକ ହୋଇପଡ଼ିଲା। ତାପରେ ଦେଖିବା କଣ ଅଛି ଦେଖନ୍ତୁ, ଏହି ପରିବର୍ତ୍ତିତ ପରିସ୍ଥିତିରେ ହାର୍ବର ଠାରେ ତିଆରି ହୋଇଥିବା କୋଠାବାଡ଼ି ସବୁ ଅନ୍ୟ କୌଣସି ଧରଣର ବୈଷୟିକ ଶିକ୍ଷା ପାଇଁ ଉପଯୋଗ କରାଯାଇ ପାରିବ ନାହିଁ। ଦେଖନ୍ତୁ ସେ ବିଷୟ ତନଖି ଦେଖିବା ପାଇଁ ମୋତେ ଅନୁରୋଧ କରାଯାଇଥିଲା। ପ୍ରଚ୍ଛନ୍ନ ଉଦ୍ଦେଶ୍ୟ ହୁଏତ ଥିଲା ଯେ ଭାରତ ସେହି ବୈଷୟିକ ଶିକ୍ଷା ଅନୁଷ୍ଠାନ ପାଇଁ ସବୁ ସାହାଯ୍ୟ ସରଞ୍ଜାମ ତଥା ବୈଷୟିକ ଜ୍ଞାନ ଅନ୍ତର୍ଦେଶୀୟ ସାହାଯ୍ୟ ସ୍ୱରୂପ ମାଗଣା ଯୋଗାଇ ଦେବ। ଦେଖନ୍ତୁ
ଅବସରରେ ଲାଇବେରିଆ ସାରା ଅଭ୍ୟନ୍ତରୀଣ ଅଞ୍ଚଳ ଘୁରି ବୁଲିବାକୁ ମୋତେ ସୁଯୋଗ ମିଳିଯିବ ବୋଲି ମୁଁ ବେଶ ଖୁସି ହେଉଥିଲି। ମରଭିଆରେ ମୋର କିଛି କାରର ରହଣି ଭିତରେ ମୁଁ ବୁଝି ସାରିଥିଲି ଯେ ସହରମାନଙ୍କ ଭିତରେ ପ୍ରକୃତ କୋଉଟା ନା ଆଫ୍ରିକାକୁ ଖୋଜି ବୁଲିବା ମରିଚିକା ପଛରେ ଧାଇଁ ଜ୍ୱରର ସନ୍ଧାନ ନେବା ସଙ୍ଗେ ସଙ୍ଗେ ସମାନ। ମରିଚିକା କଣ ଯୋଉଟା କି ତମେ ଜାଣିଛ ସେଟା ହବ ନାହିଁ, ତଥାପି ଚେଷ୍ଟା କରିବା, ସେଇଟା ହଉଛି ମରିଚିକା ହେଲା। ଗୁଣାତ୍ମକ ଦୃଷ୍ଟିରୁ ପୃଥିବୀର ସବୁ ବଡ ବଡ ସହର ଗୁଣା ଟିକେ ଏକା ଧରଣ ସେଇ ବଡ ବଡ କୋଠାବାଡି, ବିରାଟ ବିରାଟ ହୋଟେଲ, କିସମ କିସମର ହାଟ ବାଟ, ଦୋକାନ ବଜାର, ସିନେମା ଥିଏଟର, ଚିଡ଼ିଆଖାନା, ମ୍ୟୁଜିୟମ, ତା ସହିତ କଣ ନାଇଟ୍ କ୍ଲବସ, ନାନା ଧରଣର ଯାନବାହନ, ହୋହଲ୍ଲା, ପ୍ରୋସେସନ ଆଉ ରଙ୍ଗ ବେରଙ୍ଗ ଆଖି ଝଲସା ଅପ୍ରାକୃତିକ ଝଲମଲ। ସହରଟି ହଉଛି କୋଉଠି ଦେଖନ୍ତୁ, ସହରଟି ଯେଉଁ ଦେଶରେ ହଉନା କାହିଁକି ତାର ଚରମ ଆକାଂକ୍ଷା ସତେ ଯେମିତି ସେଇ ଏକ କେମିତି ଆକାଶକୁ ମୁଣ୍ଡ ଟେକି ନ୍ୟୁୟର୍କ, ଲଣ୍ଡନ, ପ୍ୟାରିସ, ଟୋକିଓ କଣ ଟୋକିଓର ଝଲକ ଦେବତାରେ କଣ ସେଇ ଯୋଉ ଛୋଟ ସହରଟି ବହୁତ ଡେଭଲପ ହେଇ ସାରିଥିଲା। ତ ସେଇ କଥା ସେ ମାନେ କଣ ଲେଖିଛନ୍ତି ହେଲା। ନାନା ନାନା ଦିଗରୁ, ନାନା ଅଞ୍ଚଳରୁ ଆଉ ନାନା ଦେଶରୁ ଏକାଠି ଠୁଳ ହୋଇଥିବା ସହରର ଅଧିବାସୀଙ୍କର ମାନସିକ ଅଭିମୁଖ୍ୟ ମଧ୍ୟ ଉଣାଅଧିକେ ଏକା ଧରଣର। ଋଣ କରି ଘିଅ ପିଇବା ମନୋବୃତ୍ତି, ଋଣ କରି ସେମାନେ ଘିଅ ପିଇବେ ମାନେ ଅଳ୍ପ ଟଙ୍କାରେ ସେମାନେ ଐଶ ଆରାମ କରିବେ, ଅଧିକ ଖର୍ଚ୍ଚ କରିବେ ହେଲା। ତ ସେଇ କଥା ଏଠାରେ ଲେଖିଛନ୍ତି। ପରସ୍ପରକୁ ଡେଇଁଯିବା ମନୋଭାବ, ସତ୍ୟରେ ସତ୍ୟରେ ଯାହା ନୁହନ୍ତି ସେପରି ଦେଖାଇବା ପାଇଁ ସେମାନେ ତୀବ୍ର ଲାଳସା। କାକ ହେଲେ ମଧ୍ୟ ମୟୂରର ପୁଚ୍ଛ ଖଞ୍ଜି ମୟୂର ପରି ଦେଖାଯିବା ପାଇଁ ଉଗ୍ର ବାସନା ଥାଏ। ତାହେଲେ କଣ ସେମାନେ ତାଙ୍କ ପାଖରେ ଯେତିକି କ୍ଷମତା ନଥାଏ ସେମାନେ ଦେଖେଇ ହୁଅନ୍ତି ହେଲା, ନିଜକୁ ଦେଖିବା ପାଇଁ ସେମାନେ ଅଧିକ ଯୋଉ ତୀବ୍ର ଲାଳସା ଏବଂ ଉଗ୍ର ବାସନା ତାଙ୍କଠାରେ ଦେଖାଯାଇଥାଏ। ଫଳରେ କାହିଁ କେଉଁଠି ଦରବୁଢାଟିଏ ମଧ୍ୟ ନିଜର ରେଖାଙ୍କିତ ମୁହଁକୁ କରା ଦେଖନ୍ତୁ ନାନା ରକମର ପ୍ରଲେପ ବା ମେକଅପ୍ ଗୁଡ଼ିକ ପୋଲସ୍ତରା ଦେଇ ମେକଅପ୍ ଗୁଡ଼ିକ ପ୍ଲାଷ୍ଟିକ ସର୍ଜରୀ ଯୋଉ ମୁହଁରେ କରାଯାଇଥାଏ ତାହା କରିଦେଇ ଫ୍ୟାସନ ମଡେଲର ରୂପ ଦେଖାଇ ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରାଣପଣେ ଚେଷ୍ଟା କରୁଥାଏ। ତ କିଏ ତ ଆଉ କେଉଁଠି ପେଟ ପୁରା ଖାଇବାକୁ ପାଉନଥିବା ବେକାର ଯୁବକ ଲକ୍ଷପତିର ଠାଣ ବାଢୁଥାଏ, ଅଥବା ଅକଟା ବାର ନେଇ ଛିଣ୍ଡା କାମିଜ ପିନ୍ଧି ବେପାର ବାଏ ଏବଂ ବେଖାତିର ଢଙ୍ଗରେ ଦେଖାଇ ହେଉଥାଏ ସତେ ଯେମିତି ସେ ଗୋଟେ ଅତ୍ୟାଧୁନିକ ହିପି। ଅତ୍ୟାଧୁନିକ ହିପି ମାନେ କଣ ସେ ନିଜକୁ ଗୋଟେ ହିରୋ ଟାଇପର ଘରେ କିଛି ଘରେ ନେଇକି ରସିନି କଣ ଝିଅ ହଉଛି ହିରୋଇନ ସିଏ ଯେମିତି କଥାରେ ଅଛି ସେଇ ବେଳରେ ସେମାନେ କଣ ଅଧିକ ସଜେଇ ହୁଅନ୍ତି। ଯେତିକି ନାହିଁ ସେମାନେ ସେତିକି ସ୍ୱାପ କରିବେ ହେଲା। ମଫସଲ ହିଁ ଯେକୌଣସି ଜାତି ଏବଂ ଦେଶର ପ୍ରାଣ କେନ୍ଦ୍ର। ତାହେଲେ କଣ ମଫସଲ ହିଁ ହେଉଛି କୌଣସି ଜାତି ଏବଂ ଦେଶର ପ୍ରାଣ କେନ୍ଦ୍ର। ନାଡିର ସ୍ପନ୍ଦନ ଯେପରି ସାରାରେ ଏକ ସ୍ୱାସ୍ଥ୍ୟର ଇଙ୍ଗିତ ଦିଏ, ମଫସଲର ରାସ୍ତାଘାଟ, ଘରଦ୍ୱାର ଏବଂ ତହିଁରେ ବସବାସ କରୁଥିବା ଲୋକଙ୍କର ବେଶଭୂଷା, ଚାଲିଚଳନ ଏବଂ ସେମାନଙ୍କର ଜୀବନ ଧାରଣ ପ୍ରଣାଳୀ ହିଁ ଜାତିର ପ୍ରକୃତ ସ୍ୱରୂପ ଚିହ୍ନାଇ ଦିଏ ଏବଂ ଦେଶ ତଥା ଜାତୀୟ ଜୀବନର ଅନାବିର ପ୍ରତିଫଳନ ଦେଇଥାଏ। ବୁଝିହେଲା। ତାପରେ ଦେଖନ୍ତୁ କଣ ଅଛି, ଲାଇବେରିଆ ଆସିଲା ପରେ ହିଁ କଣ ମୁଁ ଆଫ୍ରିକାର ସେଇ ଅବିରତା ବିହୀନ ଅନ୍ତର ଖୋଜି ବୁଲୁଛି। ଆଉ ସୁବିଧା ପାଇଲା କ୍ଷଣି ଅଭ୍ୟନ୍ତର ଅଞ୍ଚଳ ଭିତରକୁ ଚାଲିଯାଇ ଆଫ୍ରିକୀୟ ମାନଙ୍କର ପ୍ରାଣପୂର୍ଣ୍ଣ ଏବଂ ସ୍ଫୂର୍ତ୍ତିମୟ ଜୀବନର ଆଭାସ ପାଇ ପୁଲକିତ ହୋଇଯାଉଥିଲେ। ଦିନକର ଘଟଣା ଦିନେ କଣ ହେଇଥିଲା ନା ଜାତିସଂଘର ଆର୍ଥିକ ତଥା ବୈଷୟିକ ସାହାଯ୍ୟରେ ଗଢି ଉଠିଥିବା ଗୋଟେ ଛୋଟ ଶିଳ୍ପ ଶିକ୍ଷା ଅନୁଷ୍ଠାନ ଦେଖିବା ପାଇଁ ଆମେ ଯାଇଥିଲୁ। ସେଥିରେ କଣ ହେଲା ନା ଦେଖନ୍ତୁ, କାକାଟା ମୋନରୋଭିଆରୁ କିଛି ଦୂର ଗଲା ପରେ ଆରମ୍ଭ ହୋଇଥିଲା ଫାୟାରଷ୍ଟୋନ କମ୍ପାନୀର ରବର କଣ ପ୍ଲାଣ୍ଟେସନ ହେଲା। ଦେଖନ୍ତୁ ମାଇଲ ପରେ ମାଇଲ ରାସ୍ତାର ଦୁଇ ଆଡେ ଆଙ୍କି ନ ପାଇବା ଯାଏ ଧାଡି କି ଧାଡି ରବର ଗଛ ସବୁ ଆକାଶକୁ ମୁଣ୍ଡ ଟେକି ଠିଆ ହୋଇଛନ୍ତି। ମଝିରେ ଚାଲି ଯାଇଛି ସୁନ୍ଦର ଚିକଣ କରା ରାସ୍ତା। ଦେଖନ୍ତୁ ପ୍ଲାଣ୍ଟେସନ ପରେ ଦେଖାଥିଲା ଘର, ଅରଣ୍ୟ, ବିରାଟ ବିରାଟ ଗଛ ସବୁ ସତେ ଯେମିତି ସୂର୍ଯ୍ୟମଣ୍ଡଳକୁ ଛୁଇଁବା ପାଇଁ ପ୍ରତିଯୋଗିତା ଆରମ୍ଭ କରିଦେଇଛି। କେଉଁଠି କଣ ସିନ୍ନକାୟ ଲତା ସବୁ ଗଛ ମାନଙ୍କୁ କୁଣ୍ଢାଇ ଧରିଛନ୍ତି। ଆଉ ଗଛ ଏବଂ ଗଛର ମଝିରେ ଛୋଟ ବଡ ବୁଢା ସବୁ ପରସ୍ପରର ହାତ ଚନ୍ଦି ପାଟି ମେଲେଇ ଆକାଶକୁ ଅନାଇଛନ୍ତି। ପ୍ରତିଯୋଗିତାର ଶେଷ ପରିଣତି ଜାଣିବା ଆଶାରେ ଜନପ୍ରାଣୀର ଦେଖା ଦର୍ଶନ ନାହିଁ। କାହାଣୀ ପେଡି ବର୍ଣ୍ଣିତ ଚଢେଇର ଥଣ୍ଟ କିମ୍ବା କାଠୁରିଆର ବେଣ୍ଟ ଶବ୍ଦ ମଧ୍ୟ ନାହିଁ। ହଠାତ୍ ଦୂରରେ ସଡକର ବାଁ କଡରେ ଗୋଟିଏ ମଣିଷ ମୂର୍ତ୍ତିର ଛାୟା ଦେଖାଦେଲା। ବେଶର ନୂତନତା ବୋଧହୁଏ ମୋର ବିଶେଷ ଦୃଷ୍ଟି ଆକର୍ଷଣ କରିଥିଲା। ଆଉ ମୁଁ ଡ୍ରାଇଭର ମାଇକେଲକୁ ଗାଡିର ଗତି ମନ୍ଥର କରିବା ପାଇଁ ଅନୁରୋଧ କଲି। ସେ କହୁଛନ୍ତି ଗାଡି ଟିକେ ସ୍ଲୋ ଚଲାନ୍ତୁ। କଣ ଗୋଟେ ଦେଖିଦେଲି, ତେଣୁ ପାଖକୁ ଆସିଲାରୁ ଜଣା ପଡିଲା
ଜଣାପଡ଼ିଲା ଜଣେ ଯୁବତୀ ଝିଅ କାଦୁଅ ବୋଳା ଦେହ, ଯୁବତୀ ଝିଅଟି କାଦୁଅ ପୁରା ବୋଳା ହେଇଛି ଦେହ ଏବଂ ସମ୍ପୂର୍ଣ୍ଣ ଖୋଲା ଛାତି, ଅଣ୍ଟା ପାଖରେ ସାଦା କନାର ଛୋଟ ଖଣ୍ଡିଏ କଣ ସ୍କାର୍ଟ ଏବଂ ମୁଣ୍ଡରେ ରୁମାଲ ପରି ଖଣ୍ଡିଏ ଛୋଟ କନାର ଘୋଡ଼ଣୀ। ଅପୂର୍ବ ସେ ରୂପ। ଆମ ଆଡ଼ିକି ମୁହଁ ଟେକି ମଧ୍ୟ ଚାହିଁଲାନି, ନିଜର ବାଟରେ ନିଜେ ଚାଲିଗଲା। ସାଙ୍ଗସାଥୀ ନାହିଁ, ଡର ଭୟ ମଧ୍ୟ ନାହିଁ। ମିଷ୍ଟର ୱିଲସନ୍ ବୁଝାଇ ଦେଲେ ଯେ ସେ ସେଣ୍ଡି ସୋସାଇଟିର ଝିଅ। ଏ ସୋସାଇଟିର ଅବିବାହିତା ଝିଅମାନେ ବିବାହ ପୂର୍ବରୁ ଏମିତି ଖୋଲା ଦେହରେ ରହନ୍ତି। ଏକ ରକମର ପୁଙ୍କୁଆ ଚିକଣ ମାଟି, ବୋକ୍ ପାଉଡର ଏବଂ ନାନା ରକମର ବାସନା ଅତର ମିଶାଇ ନିଜ ଦେହରେ ଲେପ ଦିଅନ୍ତି। ଆଉ କୌଣସି ଧରଣର ଅଳଙ୍କାର ମଧ୍ୟ ସେମାନେ ପିନ୍ଧନ୍ତି ନାହିଁ। ଆମର ଯେମିତି ସୁନା ରୂପା ହୀରା ମତି, ତାଙ୍କର ସେମିତି ଅଳଙ୍କାର ଏତେ ପିନ୍ଧନ୍ତିନି, ଯେହେତୁ ଗରିବ ଲୋକ। ବୋକ୍ ପାଉଡର ନାନା ରକମର ବାସନା ଅତର ମିଶାଇ ମାନେ କିଛି ମାଟିକା ସେମାନେ ଦେହରେ ଲଗେଇଥାନ୍ତି ହେଲା। ସେ ବେଶରୁ ଜଣାପଡ଼େ ଯେ କଣ ଝିଅଟି ଉପଯୁକ୍ତ ବଡ଼ ପାତ୍ର ସନ୍ଧାନ ରହିଛି, ମାନେ ଯାହାକୁ ବିବାହ ପାଇଁ ଯୋଉମାନେ ପ୍ରସ୍ତୁତି ଥାନ୍ତି, ଯୋଉମାନେ ଚାହୁଁଥାନ୍ତି ବିବାହ କରିବେ, ତ ସେମାନେ ସେମିତି କରନ୍ତି, କିଛି ମାଟିକୁ ପ୍ରଲେପ ଦେହରେ ଲଗେଇ ହେଇକି ସେମାନେ ରାସ୍ତା ସାଇଡରେ ଏମିତି ଠିଆ ହେଇଥାନ୍ତି। ତ ତାପରେ ଦେଖନ୍ତୁ ବିବାହ ପାଇଁ ସେମାନେ କଣ କରନ୍ତି ଦେଖିବା ହେଲା। ବିବାହ ପାଇଁ ଇଚ୍ଛୁକ ଅବିବାହିତ ପୁଅମାନେ ମଧ୍ୟ ନିଜର ଦେହରେ ଏମିତି ମାଟି ବୋଳିହୁଅନ୍ତି। କେବଳ ଝିଅମାନେ ନୁହନ୍ତି, ପୁଅମାନେ ମଧ୍ୟ ଯୋଉମାନେ ବିବାହ ପାଇଁ ପ୍ରସ୍ତୁତ ଥାନ୍ତି, ସେମାନେ ନିଜ ଦେହରେ ମାଟି ବୋଳିକିନା ସେଠାରେ ଠିଆ ହେଇଥାନ୍ତି। ସେମାନେ ପାର ସୋସାଇଟିର ଲୋକ ହେଲା। ଏଇ ପାର ଏବଂ ସେଣ୍ଟି ସୋସାଇଟିର ପୁଅ ଝିଅମାନେ ବାଇବେଲ ପଢନ୍ତି ଏବଂ ସେମାନେ ଗିର୍ଜା ଘରେ ପ୍ରାୟ ନାଚନ୍ତି। ଏକାଠି ନାଚିଲା ବେଳେ ହିଁ ଏମାନେ ନିଜ ନିଜର ଜୀବନ ସାଥୀକୁ ସ୍ଥିର କରିନିଅନ୍ତି। ପର ସୋସାଇଟିର ପୁଅମାନେ କେମିତି କଣ ଦିଶନ୍ତି ଦେଖିବାକୁ ମୋର ଆଗ୍ରହ ହୋଇଥିଲା ଏବଂ ମୁଁ ସେପରି ସୁଯୋଗକୁ ଅପେକ୍ଷା କରି ରହିଲି। କାକାଠାରୁ ଫେରିବା ବାଟରେ ରାସ୍ତା କଡ଼ରେ ଗୋଟେ ଛୋଟ ହାଟ ପଡ଼ିଲା, ଠିକ ଆମ ଆଦିବାସୀ ବହୁର ପାର୍ବତୀ ଅଞ୍ଚଳର ହାଟ ପରି। ସେଠି କଣ କଣ ମିଳୁଥିଲା ନା ଦେଖନ୍ତୁ, ଛୋଟ ଛୋଟ ପୋଡା ମାଛ, ସାମାନ୍ୟ କିଛି ଚାଉଳ, କୋଷାଭୁ ମାନେ ଯୋଉ ମାଟିରେ ତିଆରି ଖାଦ୍ୟ ଗୁଡିକ ହେଲା, କିଛି ପିଆଜ ଏବଂ ମରିଚ ଇତ୍ୟାଦି ମିଳୁଥିଲା। ହଠାତ୍ ଛୋଟ ଛୋଟ ସରୁ ବାଇଗଣ, କେତେ ରକମର ବଣୁଆ ଫର, ତା ସହିତ ପାମ ତେଲ, ମାନେ କଣ ପାମ ତେଲ ଯୋଉ ରିଫାଇନ ତେଲ ହେଲା, ତା ସହିତ ସୋଲପ ମଦ ଇତ୍ୟାଦି ସେଠାରେ ବିକ୍ରି ହଉଥିଲା। ଦେଖନ୍ତୁ କ୍ରେତା ମାନେ ଗ୍ରାମୀୟ ଅଞ୍ଚଳର ପୁଅ ଝିଅଙ୍କର ଲୁଗାପଟା ଠିକ ସହରିଆଙ୍କର ଲୁଗାପଟା ପରି ଟ୍ରାଉଜର ଏବଂ କଣ ସାର୍ଟ, ମେକ୍ସି, ଲାପା, କିନ୍ତୁ ମଇଳା, ଲୋଚା କଚା ଏବଂ ବେଳେ ବେଳେ ଛିଣ୍ଡା। ପିଆଜ ଓ ମରିଚ ସହରରେ ଭଲ ମିଳେନି। ସେଇ ସହରରେ କଣ ପିଆଜ ଆଉ ଯୋଉ ଲଙ୍କା ସେଗୁଡା ଏତେ ଭଲ ମିଳେ ନାହିଁ। ଆଉ ଏଇଠି ଟିକେ ଶସ୍ତା କହି ମିଷ୍ଟର ୱିଲସନ୍ ଦର କଷାକଷି ଆରମ୍ଭ କଲାବେଳେ ଯୋଉ କଟାନ୍ତିନି 30 ଟଙ୍କା 10 ଟଙ୍କା ନିଅ, ତ ସେମିତି ସେ ସେଠି କଟଉଥିଲେ। ହଠାତ୍ ସେଣ୍ଡି ସୋସାଇଟିର ଆଉ ଗୋଟେ ସେଇ କାଦୁଆ ଗୋରା ଝିଅ ଅନ୍ୟ 2ରୁ 3 ଜଣ ସାଦା ବେଶଧାରୀ ହାଟୁଆଙ୍କ ସାଙ୍ଗରେ ଦେଖାଦେଲା। ଆମ ଆଦିବାସୀ ଅଞ୍ଚଳର ହାଟ ପରି ଏ ହାଟ ଗୁଡାକ ମଧ୍ୟ ବନ୍ଧୁବାନ୍ଧବଙ୍କର ମିଳନସ୍ଥଳୀ ପରି ମନେ ହେଉଥାଏ, ଯେହେତୁ କିଣାବିକା ଅପେକ୍ଷା ଲୋକଙ୍କର ଭିତରେ ଗପସପ ହିଁ ପ୍ରଧାନ ପରି ଜଣାପଡୁଥାଏ। ତାପରେ ଦେଖନ୍ତୁ ବେଶ କଣ ଭିଡିମୋଡି ହେଲା ଦେହ କାଦୁଆ ବର ରଙ୍ଗରେ ଝିଅଟି ଅପୂର୍ବ ଦେଖାଯାଉଥିଲା। ମାନେ ଦେଖନ୍ତୁ, ଯୋଉ ତମେ ଯଦି ହଠାତ୍ ଦେଖିବ ଯେ କାଦୁଅ ବଳା ହେଇଥିବ, ଡ୍ରେସ ପିନ୍ଧି ନଥିବ, ତ କେମିତି ଲାଗିବ? ଗୋଟେ ଅଦ୍ଭୁତ ଲାଗିବ ନା, ସେଇପରି ଅପୂର୍ବ ଦେଖାଯାଉଥିଲା। ଟିଆ ଠାଣିରେ ଥିଲା ଏକ ଚମତ୍କାରିତା। ଲଜ୍ଜା ଯଦି ନାରୀର ଭୂଷଣ, ତେବେ ସେ ଥିଲା ସମ୍ପୂର୍ଣ୍ଣ ଭୂଷଣହୀନ, ମାନେ କୌଣସି ପ୍ରକାରର ଭୂଷଣ ତା ଦେହରେ ନଥିଲା। ଖୋଲା ଛାତି ଯୋଗୁ ତାର ଚାଲିଚଳନରେ କୌଣସି ସଂକୋଚ ଭାବ ପ୍ରକାଶ ପାଉନଥିଲା, ବା ଯୋଉ ଲଜ୍ଜା ମନୋଭାବ ନଥିଲା। ଅର୍ଦ୍ଧନଗ୍ନ ପ୍ରକୃତିର ସତେ ଯେମିତି ସେ ଥିଲା ଏକ ଅର୍ଦ୍ଧନଗ୍ନ ସନ୍ତାନ। ଯେହେତୁ ବସ୍ତ୍ର ନଥିଲା, ତ ସେଥିପାଇଁ ସେ ଏମିତି ଲେଖିଛନ୍ତି ହେଲା। ଅନେକ ବର୍ଷ ଧରେ ଆସାମର କାଜିରଙ୍ଗା ରକ୍ଷିତ ଅରଣ୍ୟରେ ଥରେ ମୁଁ ଗୋଟିଏ କାଦୁଅ ମଖା ମରଣା ମଇଁଷିକୁ ଅତି ନିକଟରୁ ଦେଖୁଥିଲି। ଦେନ୍ ଏଇ ଝିଅ ଏବଂ ସେ ଅରଣା ମଇଁଷି ଭିତରେ କିଛି ଗୋଟେ ସାମଞ୍ଜସ୍ୟ ଥିଲା। କୋମଳ ଆଖି ଏବଂ କିନ୍ତୁ ତହିଁରେ ଥିଲା ଏକ ଜ୍ୱଳନ୍ତ ତୀବ୍ରତା। ଗ୍ରୀବା ଭଙ୍ଗୀରେ ଥିଲା ଅହମିକା ଏବଂ ଏକ ଆହ୍ୱାନ। ଆଉ ଏ ଆଡ଼ିକି ପାଦେ ତ ଦେଖୁଛୁ ଏ ସିଂହର ଭାବ, ତଥାପି ମନରେ କୌତୂହଳ ଜନ୍ମ ଥିଲା। ଦେଖନ୍ତୁ ତାଡ଼ି ମାରି କିଛି ଗୋଟେ ଖେଳ ଦେଖିବାକୁ ଜାଣିବାକୁ ସେ ମୁଣ୍ଡ ନୁଆଇଁ ଆଗକୁ ଧସାଇ ଆସିବ ନା ଓଲଟି ପଡି ପୁଚ୍ଛ ଟେକି ପଳାୟନ କରିବ, ଯୋଉ ଲାଙ୍ଗୁଡ଼ ଯାଇକି ପଳେଇବା, ତ ସେଇଟା ହେଲା। ତାପରେ ଦେଖ କଣ ଅଛି, କୁକୁର ଛୁଆ ହରିଣ ଛୁଆ ସଙ୍ଗରେ ଖେଳ ପରି ପ୍ରକୃତି ସଙ୍ଗରେ ଖେଳ ସତରେ ମଣିଷ ମନରେ ସ୍ୱଚ୍ଛ ଆନନ୍ଦ ସଞ୍ଚାର କରେ। ଏ ଝିଅର ଭାବଭଙ୍ଗୀ ସେଇ ଆନନ୍ଦର ଉଦ୍ରେକ କରିଥିଲା। ପାର ସୋସାଇଟିର କୌଣସି ପୁଅକୁ ପଡିଯିବ ପାର ସୋସାଇଟିର କୌଣସି ପୁଅକୁ କିନ୍ତୁ ମୁଁ କେଉଁଠି ଦେଖିପାରିଲିନି। ସେମାନେ ସେ ଝିଅ ମାନଙ୍କୁ ଦେଖିଥିଲେ, କିନ୍ତୁ ସେ ପୁଅ ମାନେ କେମିତି ଦେଖାଯାଉଥିଲେ ତାକୁ ଦେଖିବା ପାଇଁ ବହୁତ ଇଚ୍ଛା ଥିଲା, କିନ୍ତୁ ସେ ଦେଖିପାରି ନଥିଲେ। ତେଣୁ ହାର୍ବର ଯିବା ପ୍ରୋଗ୍ରାମ ଶୁଣି ଆଶା କରି ନେଇଥିଲି ଯେ ଏଥର ପାର ସୋସାଇଟିର ପୁଅ ମାନଙ୍କୁ ଦେଖିବା ସଙ୍ଗେ ସଙ୍ଗେ
ଦେଖନ୍ତୁ କିନ୍ତୁ ଉପକୂଳବର୍ତ୍ତୀ ଅଞ୍ଚଳରେ ଅନେକ ନଦୀ ଏବଂ ଝିଲ ଉପରେ ପୋଲ ନଥିବା ଯୋଗୁଁ ସିଧାସଳଖ କୌଣସି ରାସ୍ତା ନଥିବାରୁ ଆମକୁ ମନରୋଭିଆରୁ ଗୋଟିଏ ଛୋଟ ଉଡାଜାହାଜରେ ହାରପର ଆସିବାକୁ ପଡିଥିଲା। ମନରୋଭିଆରୁ ମାନେ ଦେଖନ୍ତୁ ଯେହେତୁ କିଛି ଯାନବାହନର ସୁବିଧା ନଥିଲା ତେଣୁ ସେ ଉଡାଜାହାଜ ଯୋଗରେ ସେ ହାରପର ସହର ତାକୁ ଆସିବାକୁ ପଡିଥିଲା। ଦେନ୍ ଲାଇବେରିଆ ଗଣରାଜ୍ୟର 9ଟି କାଉଣ୍ଟିରେ ବିଭାଜିତ ହୋଇଥାଏ, ମାନେ କଣ 9 ଭାଗରେ ଗଣରାଜ୍ୟ ରାଜ୍ୟ 9ଟି ଭାଗରେ ବିଭକ୍ତ କରାଯାଇଛି। ଯୁକ୍ତରାଷ୍ଟ୍ର ଆମେରିକାର ଷ୍ଟେଟ ମାନଙ୍କରେ ଯେପରି କ୍ଷମତାଶୀଳ ନିର୍ବାଚନ ଗଭର୍ଣ୍ଣର ସବୁ ଥାଆନ୍ତି, ଏଠାରେ ମଧ୍ୟ ପ୍ରତ୍ୟେକ କାଉଣ୍ଟିରେ ସେଇଭଳି ଭାବରେ ନିର୍ବାଚିତ କଣ ସୁପରିଟେଣ୍ଡେଣ୍ଟ ରହନ୍ତି। ତେଣୁ ଆମକୁ ପାଛୋଟି ନେବା ପାଇଁ ବିମାନ ବନ୍ଦରକୁ ନିଜ ଅଞ୍ଚଳର ସୁପରିଟେଣ୍ଡେଣ୍ଟ ଆସିଥିବା ଦେଖି ମିଷ୍ଟର ୱିଲସନ୍ ତାଙ୍କର ସଂଘରେ ମତେ ଚିହ୍ନା କରାଇ ଦେଲା ବେଳେ ତାଙ୍କର ଏ ସୌଜନ୍ୟକୁ ବିଶେଷ ଭାବରେ ଉଲ୍ଲେଖ କରି ତାଙ୍କୁ ଧନ୍ୟବାଦ ଦେଇଥିଲେ। ଆମକୁ ନେବା ପାଇଁ ଆସିଥିବା ସରକାରୀ ଗାଡିକୁ ଚିହ୍ନିତ କରାଇ ଦେଇ ସୁପରିଟେଣ୍ଡେଣ୍ଟ ମହୋଦୟ ସେତେବେଳେ ସେଠାରୁ ଚାଲିଗଲେ। ମିଷ୍ଟର ୱିଲସନ୍ ପରାମର୍ଶ ଦେଲେ ଯେ ସେ କଣ କଲେ ଦେଖନ୍ତୁ, ଏଇ ସୁପରିଟେଣ୍ଡେଣ୍ଟଙ୍କର ଅଫିସକୁ ଯାଇ ତାଙ୍କର ଯଥାରୀତି ସମ୍ମାନ ଦେବା ଆମର ପ୍ରଥମ କର୍ତ୍ତବ୍ୟ ହେବ। ସେତେବେଳେ ସେ ବୁଝାଇ ଦେଇଥିଲେ ଯେ କଣ ଦେଖନ୍ତୁ, କାଉଣ୍ଟି ସୁପରିଟେଣ୍ଡେଣ୍ଟ ମାନେ ତାଙ୍କର ନିଜ କାଉଣ୍ଟିର ସର୍ବଶ୍ରେଷ୍ଠ ଶାସନକର୍ତ୍ତା ଏବଂ ଅଞ୍ଚଳର ହର୍ତ୍ତାକର୍ତ୍ତା ବିଧାତା। ତାଙ୍କର ଅନୁମତି ନ ନେଇ କୌଣସି ଅପରିଚିତ ଲୋକ କଣ ଅଞ୍ଚଳ ଭିତରେ ବୁଲିବା ନିରାପଦ ନୁହେଁ। ତେଣୁ କଣ ହାରପରରେ ଆମର କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ସୁପରିଟେଣ୍ଡେଣ୍ଟଙ୍କ ଠାରୁ ଯଥା ନିୟମ ଅନୁମତି ନେବା ଉଦ୍ଦେଶ୍ୟରେ ଆମେ ତାଙ୍କର ଅଫିସ ଆଡକୁ ମୁହାଁଇଲୁ। ଫାଷ୍ଟ ଥାନ୍ତି ନା ସେମାନେ ତାଙ୍କର ଅନୁମତି ନେଇକି ସେମାନେ ସେଠି ବୁଲିଲେ ନିରାପଦରେ ବୁଲି ପାରିବେ, ନହେଲେ କେଠି କଣ ହବ ସେ ତ ଜାଣିନାହାନ୍ତି ନା କୋଉଠି ଭଲ କୋଉଠି ଖରାପ ହେଲା। ପୁରୁଣାକାଳି ରୋମାନ ଢାଞ୍ଚାର କୋଠାଟି, ରୋମାନ ଢାଞ୍ଚା କେମିତି ଘର ଗୁଡିକ ରୋମାନରେ ତ ସେଇଭଳି ଘର ଦେଖିଛ ନା ଦେଖି ଦଉଛି ହେଲା। ତ ସରି ପିଲା ଫଟୋଟା ଡିଲିଟ୍ ହେଇଛି, ଦେଖି ଦେଇଥାନ୍ତି ନହେଲେ। ଦେଖ ସୁପରିଟେଣ୍ଡେଣ୍ଟଙ୍କ ଠାରୁ ଯଥା ନିୟମ ଅନୁମତି ନେବା ଉଦ୍ଦେଶ୍ୟରେ ଆମେ ତାଙ୍କର ଅଫିସ ଆଡକୁ ମୁହାଁଇଲୁ। ପୁରୁଣାକାଳିଆ ରୋମାନ ଢାଞ୍ଚାର କୋଠା ଛୋଟ ହେଲେ ମଧ୍ୟ ବାରନ୍ଦାର ଉଚ୍ଚ ଗୋଲେଇ ଖମ୍ବ ତା ସହିତ କୋଠାର ତ୍ରିଭୁଜାକୃତ ମୁକୁଟ ଏବଂ ବାରନ୍ଦା ଉପରକୁ ଉଠିବା ପାଇଁ କଣ 15ରୁ ବେଶୀ ପାହାଚ ଅଫିସ ଭବନର ଗାମ୍ଭୀର୍ଯ୍ୟ ବୃଦ୍ଧି କରୁଥିଲା। 2 ମହଲା କୋଠାର ଉପର ମହଲାରେ ସୁପରିଟେଣ୍ଡେଣ୍ଟଙ୍କର ଖାସ୍ କୋମରା ଉଣା ଅଧିକେ ଆମର ମାଜିଷ୍ଟ୍ରେଟ ମାନଙ୍କର କୋର୍ଟରୁମ ପରି କୋଠରୀଟି ବେଶ ବଡ, ପ୍ରାୟ ଗୋଟିଏ ହଲ, କିନ୍ତୁ ଆସବାବପତ୍ର ବିହୀନ ହଲର ଏକ କୋଣରେ ଥିଲା କୌଣସି ମାଜିଷ୍ଟ୍ରେଟଙ୍କ ପାଇଁ ଉଦ୍ଦିଷ୍ଟ ମଞ୍ଚ ପରି ଗୋଟିଏ ଛୋଟ ମଞ୍ଚ। ମଞ୍ଚର ପରିଧିକୁ ପର୍ଦ୍ଦା ପରି ତାକୁ କଣ ଛାତିଆ ଉଚ୍ଚ ପର୍ଯ୍ୟନ୍ତ ଘୋଡାଇ ରଖିଥିଲା। କେନା ମେହଗାନି କାଠର ଗୋଟିଏ ଗୋଲେଇ ମେଜ, ଯେମିତି କୋର୍ଟରେ ଥାଏ ନା କାଠ କୋଠରୀ ଗୁଡାକ ସେଇପରି ଭାବରେ ଥାଏ। ଗଣରାଜ୍ୟର 2ଟି ଛୋଟ ଛୋଟ ଜାତୀୟ ପତାକା ଛକ ମାରି ପରସ୍ପରର ବିପରୀତ ଦିଗକୁ ମୁହାଁଇ ମେଜର ଠିକ ମଝିରେ ଖଞ୍ଜା ଯାଇଥିଲା ହେଲା। ଯୋଉ ପତାକା ଗୁଡିକ ଥାଏ ଦେଖିଛ ନା ନାଇଁ, ଏମିତି ଛକ ଟାଇପର ଥାଏ, ଏମିତି ପତାକା ଗୁଡିକ ରଖାଯାଇଥାଏ ହେଲା। ଦେଖନ୍ତୁ ମେଜର ଅର୍ଦ୍ଧ ଆଡୁଆରରେ ଏବଂ ମଞ୍ଚ ଉପରେ ପଡିଥିବା ଚୌକିରେ ଆସୀନ ହୋଇ ରହିଥିଲେ ସୁପରିଟେଣ୍ଡେଣ୍ଟ। ବୋଧହୁଏ ଆମର ଅପେକ୍ଷାରେ ଟିକିଏ ଦୂରରେ ଟିଣ ଚୌକିଦାର ମାନେ ବସିଥିଲେ, ପ୍ରାୟ କେତେ 15-20 ଜଣ ଭଦ୍ର ଲୋକମାନେ ବସିଥିଲେ ହେଲା। ସହକାରୀ ଶିକ୍ଷା ମନ୍ତ୍ରୀ ବିଧି ମତେ ଦେଖନ୍ତୁ ସହକାରୀ ଶିକ୍ଷା ମନ୍ତ୍ରୀ ବିଧି ମତେ ମାନ୍ୟବର ସୁପରିଟେଣ୍ଡେଣ୍ଟକୁ ଚିହ୍ନାଇ ଦେଲେ। ସୁପରିଟେଣ୍ଡେଣ୍ଟ ମୋର କରମର୍ଦ୍ଦନ କରି ଆମ ପାଇଁ ଉଦ୍ଦିଷ୍ଟ ଚୌକି ମାନଙ୍କରେ ବସିବାକୁ ଇଙ୍ଗିତ ଦେଲେ। ଆମେ ବସିଗଲା ପରେ କୌଣସି ଆଧୁନିକ ଦୋକାନୀ କେହି ଜଣାଶୁଣା ଧନୀ ଗ୍ରାହକ ଦୋକାନ ଭିତରକୁ ପଶି ଆସିଲା ବେଳେ ଯେପରି 2 ହାତ ମେଲାଇ ମୁଣ୍ଡ ନୁଆଇ ସ୍ୱାଗତ କରେ ସେପରି ଭଙ୍ଗୀରେ ସେ ଭାଷଣ ଦଉଥିଲେ ହେଲା। ଦେଖିବା ଦେଖନ୍ତୁ, ଏକ ବନ୍ଧୁ ରାଷ୍ଟ୍ରରୁ ଆଗତ ଜଣେ ପ୍ରିୟ ବନ୍ଧୁ ଭାବରେ ମୁଁ ଆପଣଙ୍କୁ ଲାଇବେରିଆ ଗଣରାଜ୍ୟର ଆମ ଏହି ଅଞ୍ଚଳକୁ ସ୍ୱାଗତ କରୁଛି। ସେପରି ସେମାନେ ମୁଣ୍ଡିଆ ମାରିକି ସ୍ୱାଗତ କରାନ୍ତି ହେଲା। ଦେଖନ୍ତୁ ମୋର ସମ୍ପୂର୍ଣ୍ଣ ଆଶା ଏବଂ ବିଶ୍ୱାସ ଆପଣଙ୍କର ଏ ଆଗମନ ଆମ ରାଜ୍ୟ ପାଇଁ ହିତକର ହେବ ଏବଂ ଆମର 2 ରାଜ୍ୟର ଲୋକଙ୍କ ଭିତରେ ପ୍ରତିଷ୍ଠିତ ହୋଇସାରିଥିବା ବନ୍ଧୁତାକୁ ଆହୁରି ସୁଦୃଢ କରିବ। ସେପରି କହିଲେ ଯେତେବେଳେ ସେ ଲେଖକ କଣ କହିଲେ ନା, ଦେଖନ୍ତୁ ଆପଣ ଯୋଉ କାର୍ଯ୍ୟ ପାଇଁ ଆମର ରାଜ୍ୟକୁ ଆସିଛନ୍ତି ସେ ତାଙ୍କୁ କହୁଛନ୍ତି ଲେଖକ ଯୋଉ ରାଇଟରକୁ ହେଲା, ଆପଣଙ୍କର ସେ କାର୍ଯ୍ୟ ସଫଳ ହେଉ। ମୁଁ ଆପଣଙ୍କୁ ଅନୁମତି ଦେଉଛି ଯେ ଆପଣ এই ଅଞ୍ଚଳରେ ଯେକୌଣସି ସ୍ଥାନକୁ ଯିବାକୁ ଚାହିଁବେ ସେ ସ୍ଥାନକୁ ନିର୍ବିଘ୍ନରେ ଯାଇପାରିବେ, ମାନେ ବିନା କୌଣସି ଦ୍ୱନ୍ଦ୍ୱରେ ବିନା କୌଣସି କଷ୍ଟରେ ଯାଇପାରିବେ ହେଲା। ତ ଅନୁମତି ଦିଆଯାଇଥିଲା। ଆଦବ କାୟଦପୂର୍ଣ୍ଣ ଏପରି ଏକ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ମୁଁ ଆଗରୁ ପ୍ରସ୍ତୁତ ହୋଇ ନଥିଲି। ଲୌକିକତା ବ୍ୟତୀତ ଭଦ୍ରଲୋକଙ୍କର ମନରେ ଯେକୌଣସି ଆନ୍ତରିକତା ନଥିଲା, ସେ କଥା ଜଣାପଡି ଯାଉଥିଲା। ଦେଖନ୍ତୁ ତାଙ୍କର ରଙ୍ଗ ଢଙ୍ଗରେ ପ୍ରକାଶ ପାଉଥିବା ଆତ୍ମଗାରିମା ତଥା କଣ
ଆତ୍ମାଭିମାନର ଏକ ସ୍ପଷ୍ଟ ଭାବମୂର୍ତ୍ତି ଉଦ୍ଦିଷ୍ଟ ହୋଇଥିଲା। ତାଙ୍କର ଭାଷାରେ ଥିଲା ସୌଜନ୍ୟପୂର୍ଣ୍ଣ ପାଶ୍ଚାତ୍ୟ ପ୍ରମୋଜନାର ମାୟାଜାଲ। ବୁଝିଗଲା। ଦେନ୍ ତାପରେ ଦେଖିବା କଣ ଅଛି। ମୋର ମନେ ହେଲା ଯେ ମୁଁ ସତେ ଯେମିତି କୌଣସି ଗୋଟେ ଐତିହାସିକ ନାଟକ ଦେଖୁଛି। ଶହ ଶହ ବର୍ଷ ତଳେ ସେଦିନର ଆଫ୍ରିକୀୟ ଚିଫ୍ ମାନେ ତାଙ୍କର ମନ ଲାଖି କଣ କରୁଥିଲେ ନା, ପାନୀୟ ଦ୍ରବ୍ୟ କିଛି ପାଇଗଲା ପରେ ହୁଏତ ଏମିତି ଆରବ, ୟୁରୋପୀୟ ଅଥବା ଆମେରିକାନ ବ୍ୟବସାୟୀ ମାନଙ୍କୁ ନିଜର ଅଞ୍ଚଳରେ ଅବାଧରେ ଘୁରି ବୁଲି ନିରୀହ ନିଗ୍ର ଅଧିକାରୀ ତଥା ତାଙ୍କର ପୁଅ ଝିଅଙ୍କୁ ବନ୍ୟଜନ୍ତୁ ପରି ଧରି ନେବାକୁ ଅନୁମତି ଦେଇଥିଲେ। ଦେଖନ୍ତୁ, ଅନୁମତି ପାଇସାରିବା ପରେ ସେଦିନର ବ୍ୟବସାୟୀ ମାନେ ଯେପରି ଭାବରେ ଧନ୍ୟବାଦ ଦେଇଥିବେ ସେ କଥା ମୁଁ କଳ୍ପନା କରୁଥିଲି। ଆଜିର ଯୁଗରେ ମଧ୍ୟ ଅଯଥା ପ୍ରଶଂସା ନ କରିବା ଫଳରେ କଣ ଇଦି ଅମିଦଙ୍କର ୟୁଗାଣ୍ଡରେ କେତେ ଜଣ ଇଂରାଜୀ ଭଦ୍ରଲୋକଙ୍କର ଯେଉଁ ଦଶା ଘଟିଥିଲା ସେ କଥା ମଧ୍ୟ ମୋର ମନେ ପଡୁଥିଲା। ଦେଖ ନାଟକର ଗୋଟିଏ ଚରିତ୍ର ରୂପରେ ଏବଂ ନାଟକୀୟ ଢଙ୍ଗରେ ମୁଁ ମଧ୍ୟ ଯନ୍ତ୍ରବତ ଆରମ୍ଭ କଲି। ସେ ଯେତେବେଳେ ଆରମ୍ଭ କଲେ, ଦେଖନ୍ତୁ, ହେ କେପମାମାସ୍ କାଉଣ୍ଟର ମହାପ୍ରତାପଶାଳୀ ସର୍ବଶକ୍ତିମାନ ସୁପରିଟେଣ୍ଡେଣ୍ଟ ମହୋଦୟ, ଆପଣଙ୍କର ଅଞ୍ଚଳରେ ନିର୍ବିଘ୍ନରେ ଘୁରି ବୁଲିବା ପାଇଁ ଆପଣ ମତେ ଯେଉଁ ଅନୁମତି ଦେଲେ ସେଥିପାଇଁ ମୁଁ ଅତ୍ୟନ୍ତ ବିଧିତ ବା କୃତଜ୍ଞ ତାଙ୍କ ପ୍ରତି। ସେଇ ଅନୁମତି ପାଇଁ ମୁଁ ଆପଣଙ୍କୁ ଅଶେଷ ଧନ୍ୟବାଦ ଦେଉଛି କହିଲେ। ଦେନ୍ ସେ ତାଙ୍କର ଯାତ୍ରା ଆରମ୍ଭ କଲେ। ପଶ୍ଚିମ ଆଫ୍ରିକୀୟ ଘର ଅରଣ୍ୟ ବେଷ୍ଟିତ ଯେଉଁ ଏକ ଅଞ୍ଚଳ ଘନ ତିମିରରେ ଆଚ୍ଛନ୍ନ ହୋଇପଡ଼ିଥିଲା, ଆପଣଙ୍କର ସୁଶାସନ ଫଳରେ ସେ ଅଞ୍ଚଳ ଆଜି କଣ ସୁଆଲୋକିତ ହୋଇଥିଲା। ସୁନ୍ଦର ହାର୍ବର ସହର ତହିଁର ଏକ ଜ୍ୱଳନ୍ତ ପ୍ରମାଣ ହେଲା। ଆପଣଙ୍କର ମହାନ ଦେଶକୁ ପ୍ରଗତିର ପଥରେ ଦ୍ରୁତ ଆଗେଇ ନେବା ପାଇଁ ଆପଣଙ୍କର ବନ୍ଧୁ ତଥା ସହକର୍ମୀ ମାନେ ଯେଉଁ ଅବିଶ୍ରାନ୍ତ ଉଦ୍ୟମ କରି ଚାଲିଛନ୍ତି, ସେ ଉଦ୍ୟମର ସହାୟକ ହେବା ନିମନ୍ତେ ଆମର ମହାନ ଦେଶର ଲୋକେ ତଥା ନେତୃବୃନ୍ଦ ଅତ୍ୟନ୍ତ ଆଗ୍ରହୀ ଥିଲେ। ଆପଣଙ୍କର ରାଜ୍ୟର ଅଧିବାସୀ ମାନଙ୍କ ପାଇଁ ଆମ ରାଜ୍ୟର ଶୁଭେଚ୍ଛା ନେଇ ମୁଁ ଏ ରାଜ୍ୟକୁ ଆସିଛି। ବୈଷୟିକ ଶିକ୍ଷା କ୍ଷେତ୍ରରେ ଆମର ଦେଶ କିପରି ଭାବରେ ଆପଣଙ୍କର ଦେଶକୁ ସାହାଯ୍ୟ ଦେଇପାରିବ ତାହା ହିଁ ପ୍ରଣିଧାନ। ଦେଖନ୍ତୁ, ପ୍ରଣିଧାନ କରିବା ହଉଛି ମୋର ଲକ୍ଷ୍ୟ। ତ ସଙ୍ଗେ ଆପଣଙ୍କର ଯେଉଁ ଛାତ୍ରଛାତ୍ରୀ ମାନେ ବୈଷୟିକ ଉଚ୍ଚଶିକ୍ଷା ପାଇଁ ଭାରତ ଯିବାକୁ ଆଗ୍ରହୀ, ସେମାନଙ୍କର ମଧ୍ୟରୁ କେତେ ଜଣଙ୍କୁ ମଧ୍ୟ ମୁଁ ଏ ଅବସରରେ ବାଛି ନେବି। ଆପଣଙ୍କର ସହଯୋଗ ବିନା ମୋର କାର୍ଯ୍ୟ ସାଧନ ସମ୍ଭବ ହେବ ନାହିଁ। ସେପରି ସହଯୋଗ ପାଇବାର ସୂଚନା ଦେଇଥିବାରୁ ମୁଁ ଆଉ ଥରେ ଆପଣଙ୍କୁ ଧନ୍ୟବାଦ ଦେଉଛି ଏବଂ ଆଶା କରୁଛି ଯେ ଆପଣଙ୍କର ଦକ୍ଷ ଏବଂ ସୁଶାସନ ଫଳରେ ଏ କାଉଣ୍ଟି ଅଚିରେ ଲାଇବେରିଆ ଗଣରାଜ୍ୟ ସର୍ବଶ୍ରେଷ୍ଠ କାଉଣ୍ଟିରେ ପରିଣତ ହେବ। ସୁପରିଟେଣ୍ଡେଣ୍ଟ ମହୋଦୟ ଖୁସିରେ ତାଳି ମାରୁଥିଲେ। ମୁଁ କିନ୍ତୁ ବସିଗଲା ବେଳେ ଲଙ୍କାଗଡ଼ରେ କପିଟିଏ ପରି ମନେ କରୁଥିଲି ଏବଂ ଭାବୁଥିଲି ଯେ କେତେ ଶହ ବର୍ଷ ପୂର୍ବରୁ ଆସିଥିଲେ ହୁଏତ ଏମାନେ ମତେ ଧରି ନେଇ ଖୁସିରେ ପୋଡ଼ିକି ଖାଇ ଦେଇଥାନ୍ତେ। କାହିଁକି ନା ଦେଖନ୍ତୁ, ସେଠାରେ କଣ ଥିଲା, ଲୋକମାନଙ୍କୁ ମାନେ ମାନୁ ନଥିଲେ ହେଲା। କିଛି ବର୍ଷ ପୂର୍ବେ ସେମାନେ ଲୋକମାନଙ୍କୁ କାଟି ଖାଇ ଦଉଥିଲେ। ସିଏ ଭାବିଲେ ଯେ ଯଦି କିଛି ବର୍ଷ ଧରେ ମୁଁ ଆସିଥାନ୍ତି ମତେ ପୋଡ଼ିକି ସେମାନେ ଖାଇ ଦେଇଥାନ୍ତେ। ତାପରେ ଉପସ୍ଥିତ ଭଦ୍ର ବ୍ୟକ୍ତି ମାନଙ୍କର ସଙ୍ଗରେ ଚିହ୍ନା କରାଇ ଦେଇ ମତେ ଯଥାବିଧି ସାହାଯ୍ୟ ଦେବାକୁ ସେ ସମସ୍ତଙ୍କୁ ଆଦେଶ ଦେଇଥିଲେ। ସେହି ଭଦ୍ର ବ୍ୟକ୍ତି ମାନଙ୍କର ମଧ୍ୟରେ ଥିଲେ ଶ୍ରୀ ଆନନ୍ଦ ଜୋସେଫ, ଆମ କେରଳର ଜଣେ ଯୁବକ ଶିକ୍ଷକ। ତାପରେ ଦେଖନ୍ତୁ, ମନୋବିହାରରେ ଥିଲାବେଳେ ମୁଁ ଶିକ୍ଷା ବିଭାଗର କର୍ମକର୍ତ୍ତା ମାନଙ୍କର ସଙ୍ଗରେ ଆଲୋଚନା କରି ଆଖପାଖରେ ଥିବା ସାଧାରଣ ଶିକ୍ଷା ବିଭାଗର ଶିକ୍ଷା ଏବଂ ଶିଳ୍ପ ଶିକ୍ଷା ଅନୁଷ୍ଠାନ ମାନ ଘୁରି ତଥା ସମ୍ବନ୍ଧୀୟ ନାନା ବିଧି ତଥ୍ୟ ସଂଗ୍ରହ କରି ଏମାନଙ୍କର ଶିକ୍ଷା ପଦ୍ଧତି ସମ୍ବନ୍ଧରେ ଯୋତ କିଛି ଧାରଣା କରି ସାରିଥିଲି। ସେତେବେଳେ ମୋର ମନେ ହୋଇଥିଲା ଯେ ଏମାନଙ୍କର ଶିକ୍ଷା ପଦ୍ଧତି ଅନେକାଂଶରେ ଯୁକ୍ତରାଷ୍ଟ୍ର ଆମେରିକାର ଶିକ୍ଷା ପଦ୍ଧତି ପରି ଏକ ଗୁଣାତ୍ମକ ଦୃଷ୍ଟିରୁ ଆମେ ନିଜର ଶିକ୍ଷା ପଦ୍ଧତି ଠାରୁ ଉଚ୍ଚତର, ମାନେ ଆମ ଭାରତର ଶିକ୍ଷା ପଦ୍ଧତି ଠାରୁ ସେ ଭାବିଲେ ଯେ ତାଙ୍କର ଶିକ୍ଷା ପଦ୍ଧତି ଉଦ୍ଧତ ହେଲା, ମାନେ ଭଲ ଅଛି, ଉଚ୍ଚତର ହେଲା। ତାପରେ ଦେଖନ୍ତୁ, ହାର୍ପରରେ ମୋର ରହଣି କାର ଭିତରେ ସେ ଶିକ୍ଷା ପଦ୍ଧତିର ପ୍ରୟୋଗକାଳୀନ ଦୋଷ ତ୍ରୁଟି ଲକ୍ଷ୍ୟ କରିବାର ସୁଯୋଗ ପାଇଥିଲି ଏବଂ ମୋର ବିଶ୍ୱାସ ଦୃଢ଼ୀଭୂତ ହେଲା ଯେ କୌଣସି ଶିକ୍ଷା ପଦ୍ଧତିର ତାତ୍ତ୍ୱିକ ଗୁଣ ଅପେକ୍ଷା ତାର ପ୍ରୟୋଗାତ୍ମକ ରୀତି ହିଁ ହେଉଛି ବେଶୀ ଗୁରୁତ୍ୱପୂର୍ଣ୍ଣ। ଭଲ ଶିକ୍ଷା ପଦ୍ଧତି ଅନୁସରଣ କରି ମଧ୍ୟ ଶିକ୍ଷା କ୍ଷେତ୍ରରେ ଏମାନଙ୍କର ଦୁର୍ଭାଗ୍ୟଜନକ ଅବସ୍ଥା ତହିଁର ଏକ ଜ୍ୱଳନ୍ତ ନିଦର୍ଶନ। ଦେଖନ୍ତୁ, ଭାରତରେ ସାମାଜିକ ବିଶୃଙ୍ଖଳା ବ୍ୟାଧିର କାରଣ ସମ୍ବନ୍ଧରେ ଜାଣିଶୁଣି ଅଥବା ଅଜାଣତରେ ଭୁଲ ନିଦାନ କରି ଯେଉଁମାନେ ସେ ବ୍ୟାଧି ପାଇଁ ଆମର ଶିକ୍ଷା ପଦ୍ଧତି ଉପରେ ସବୁ ଦୋଷ ଲଦି ଦିଅନ୍ତି ଏବଂ ସେ ଶିକ୍ଷା ପଦ୍ଧତିର କ୍ରାନ୍ତିକାରୀ ସଂଶୋଧନ ନାମରେ ଅସରନ୍ତି ପରୀକ୍ଷା ନିରୀକ୍ଷା ଚଳାଇ ଛାତ୍ର
ତଥା ଶିକ୍ଷକ ସମାଜର ମେରୁଦଣ୍ଡ ଦୋହଲାଇ ଦେବାରେ ସାହାଯ୍ୟ କରନ୍ତି ସେମାନଙ୍କର ଅବଗତି ନିମନ୍ତେ ଲାଇବେରିଆ ଗଣରାଜ୍ୟର ଶିକ୍ଷା ପଦ୍ଧତି ସମ୍ବନ୍ଧରେ ଏଠାରେ ସାମାନ୍ୟ ଆଲୋଚନା କରାଯାଇପାରେ। ଦେନ୍ ତାପରେ ଦେଖିବା ଏମାନଙ୍କର ସ୍କୁଲ ଶିକ୍ଷାକାଳ ହଉଛି 12 ବର୍ଷ। ମାନେ ସ୍କୁଲରେ 12 ବର୍ଷ ଥାନ୍ତି। ଆମର ଯଦି 10 ବର୍ଷ ପରେ 10 କ୍ଲାସ, କିନ୍ତୁ ସେମାନେ ସ୍କୁଲରେ 12 ବର୍ଷ। ବର୍ତ୍ତମାନ ହେଇଯାଇଛି তোমার +2 ଯାଏ, କିନ୍ତୁ ସେତେବେଳେ ତାଙ୍କର ପ୍ରଥମ ବେଳୁ ଥିଲା 12 ବର୍ଷ ଯାଏ ହେଲା। ତାପରେ ଦେଖିବା କଣ ଅଛି ଦେଖନ୍ତୁ, ପ୍ରଥମ 6 ବର୍ଷକୁ ପ୍ରାଥମିକ ଏବଂ ପରବର୍ତ୍ତୀ 6 ବର୍ଷକୁ ହାଇସ୍କୁଲ ଶିକ୍ଷା କୁହାଯାଇଥାଏ। ପ୍ରଥମରୁ 6 କ୍ଲାସ ପର୍ଯ୍ୟନ୍ତ ସେଟା ହେଲା କୁହାଯାଏ ପ୍ରାଥମିକ, ଏବଂ 6 ରୁ ଯୋଉ ଉପରକୁ ଯେତିକି ରହିଛି ତାକୁ କୁହାଯାଏ ହାଇସ୍କୁଲ ହେଲା। ହାଇସ୍କୁଲ 6 ବର୍ଷ ପୁଣି ସମ 2 ଭାଗରେ ବିଭକ୍ତ। ପ୍ରଥମ ହଉଛି 3 ବର୍ଷ ଜୁନିୟର ହାଇ ଏବଂ ଶେଷ 3 ବର୍ଷ ହଉଛି ସିନିୟର ହାଇ। ଗୋଟେ ଜୁନିୟର ହାଇ ଆଉ ଗୋଟେ ସିନିୟର ହାଇ। ଆମର ଯେମିତି ହାଇସ୍କୁଲ ଅଛି କେତେ 8, 9, 10 ହେଲା, ତ ତାଙ୍କର ସେମିତି କେତେ ଥାଏ ତୃତୀୟ ମାନେ ତାଙ୍କ 2 ଭାଗ ବିଭକ୍ତ। ଗୋଟେ ହେଲା ଜୁନିୟର ହାଇ, ଗୋଟେ ସିନିୟର ହାଇ। ପ୍ରଥମ ତ তোমার কেতে 7, 8, 9 সেটা হচ্ছে জুনিয়র হাই, তারপরে রইলা 10, 11, 12 সেটা হচ্ছে সিনিয়র হাই। বুঝিলা দেখো, সিনিয়র হাইর তৃতীয় বর্ষের গণিত এবং সামাজিক জ্ঞান সহিত পদার্থ বিজ্ঞান, রসায়ন, উদ্ভিদ তথা প্রাণী বিজ্ঞান মধ্যে পড়াইଥାଏ। তো ପିଲାମାନେ ଆମର ଶିକ୍ଷା ପଦ୍ଧତି ଆଉ ତାଙ୍କର ଶିକ୍ଷା ପଦ୍ଧତି ମଧ୍ୟରେ ଫରକ ହଉଛି ଯେ ଆମର ଯେମିତି ଯୋଉ ଷଷ୍ଠ କ୍ଲାସ, ପଞ୍ଚମ କ୍ଲାସ ପାଖରୁ ମାନେ 6ଟି ବହି ସବୁ ଦିଆଯାଇଥାଏ। କେତୋଟି ଯୋଉ ହିଷ୍ଟ୍ରି, ଓଡ଼ିଆ, ସାଇନ୍ସ, ଭୂଗୋଳ ସବୁ କିଛି ମାନେ ଏଡ୍ ହେଇକି ଥାଏ, କିନ୍ତୁ ତାଙ୍କର ସେମିତି ନୁହେଁ। ତାଙ୍କର ଯେମିତି କି ଦେଖନ୍ତୁ, যদি প্রাণী বিজ্ঞান পড়িব, ধর প্রথম না দ্বিতীয় যাই সে কেবল প্রাণী বিজ্ঞান হি পড়িব। এক্সাম্পলটা গোটে দଉଛି, তারপরে দ্বিতীয় তৃতীয় যাই সে কেবল ভূগোল হি পড়িব। সেইভাবে তাଙ୍କର শিক্ষা পদ্ধতি। তো ପିଲାମାନେ সেটা ଗୋଟେ ଆଡୁ ଗୋଟେ ଖରାପ ନାହିଁ। ଦେଖନ୍ତୁ ଯେତେବେଳେ ସେ 8 କ୍ଲାସ ପଢିବ, ତ 8 କ୍ଲାସ ଯେତେବେଳେ ପଢୁଥିବ ତାର ସେଇ ପ୍ରାଣୀ ବିଜ୍ଞାନ ବିଷୟରେ ନଲେଜ ରହିବ କି, যেটা ପ୍ରଥମ ଦ୍ୱିତୀୟରେ ପଢୁଥିବ ରହିବନି। ତ ସେଥିପାଇଁ କଣ সেটা ଶିକ୍ଷା ପଦ୍ଧତି ସେଟା ଏତେ ଭଲ ହବ ନାହିଁ। ବୁଝିଲା, ମାନେ ଏତେ ମନେ ରହିବ ନାହିଁ ପିଲାମାନଙ୍କର। ଦେଖନ୍ତୁ ଯେଉଁ ଛାତ୍ରଛାତ୍ରୀ ମାନେ ଧନ୍ଦାମୂଳକ ଶିକ୍ଷା ପାଇଁ କୌଣସି ଶିକ୍ଷାନୁଷ୍ଠାନକୁ ପଢିବାକୁ ଯାଆନ୍ତି, ସେମାନେ ଜୁନିୟର ହାଇ କେତେ 6 ରୁ 3 ବର୍ଷ ପରେ 4 ବର୍ଷିଆ ପାଠ୍ୟକ୍ରମ ପଢନ୍ତି। ଏହି 4 ବର୍ଷ ଭିତରେ ସେମାନେ ଯେକୌଣସି ଗୋଟେ ଶିଳ୍ପ ଅଥବା ଧନ୍ଦା ସମ୍ବନ୍ଧରେ ପାରଦର୍ଶିତା ଲାଭ କଲା ବେଳେ ସେଥିପାଇଁ ସେମାନେ କଣ କରନ୍ତି ନା, ଦେଖନ୍ତୁ ଯେତେ ପରିମାଣରେ ଫିଜିକ୍ସ, କେମିଷ୍ଟ୍ରି ପ୍ରଭୃତି ବିଜ୍ଞାନ ଏବଂ ଗଣିତ ଦରକାର ସେତକ ମଧ୍ୟ ପ୍ରୟୋଗାତ୍ମକ ରୀତିରେ ତତ୍ତ୍ୱ ସହିତ ପଢନ୍ତି। 12 ବର୍ଷିଆ ହାଇସ୍କୁଲ ସାର୍ଟିଫିକେଟ ଏପରି ଛାତ୍ରଛାତ୍ରୀଙ୍କ ପାଇଁ କେତେ 13 ବର୍ଷିଆ ଶିଳ୍ପ ଡିପ୍ଲୋମାରେ ପରିଣତ ହୋଇଥାଏ। ତାପରେ ଦେଖନ୍ତୁ କଣ ଅଛି, ଦେଖ ଜୁନିୟର ହାଇ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଯୋଉ ଦେଖନ୍ତୁ ବୁକ୍ ର କଣ ୱାସିଂଟନ ଇନଷ୍ଟିଚ୍ୟୁଟରେ ଯେଉଁ 4 ବର୍ଷିଆ ପାଠ୍ୟକ୍ରମ ରହିଛି, ସେଥିରେ କେତେ ନା 11ଟି ଶିଳ୍ପ ଶିକ୍ଷା ଦିଆଯାଇଥାଏ। କଣ କଣ ଯଥା ଦେଖନ୍ତୁ, ଯେମିତି କୃଷି ବିଜ୍ଞାନ, ବୁକ୍ କପିଂ ଏବଂ ସେକ୍ରେଟାରିଏଟ ପ୍ରାକ୍ଟିସ, ତା ସହିତ ଡ୍ରାଫଟିଂ, ଆର୍କିଟେକ୍ଚର ପରି ମେସିନ ବିଲ୍ଡିଂ, ତା ସହିତ କନଷ୍ଟ୍ରକ୍ସନ, ଅଟୋମୋବାଇଲ୍ସ, ପ୍ଲମ୍ବିଂ, ଜଳ ଯୋଗାଣ, ତା ସହିତ ଇଲେକ୍ଟ୍ରିସିଟି, ତା ସହିତ କଣ ଇଲେକ୍ଟ୍ରୋନିକ୍ସ, ରେଡିଓ ଇତ୍ୟାଦି, ହୋମ ସାଇନ୍ସ ଏବଂ হোম ইকোନମିକ୍ସ ର ଗୃହ ବିଜ୍ଞାନ। ତ ସରି ପିଲା ଯଦି ଟିକେ ପଢିବାର ମିଷ୍ଟେକ୍ ହେଇଯିବ ତ ମୋ ପାଟି ଟିକେ ଲାଗେ, ସେଇଭଳି ଏତେ ସ୍ପଷ୍ଟ ଭାବରେ ପଢିପାରୁନି ହେଲା। ର କୁଲ ଇତ୍ୟାଦି ହେଇଯାଏ। ହେଲା 4 ବର୍ଷର ଶିକ୍ଷା କଣ ଫ୍ରେଶମ୍ୟାନ, ସପରମ, ଜୁନିୟର ଏବଂ ସିନିୟରରେ ବିଭକ୍ତ। ପ୍ରତିଦିନର ପାଠ୍ୟକ୍ରମରେ 3 ଘଣ୍ଟା ଥିଓରି, 3 ଘଣ୍ଟା ଶିଳ୍ପଧନ୍ଦାର ପ୍ରାକ୍ଟିକାଲ ଏବଂ 1 ଘଣ୍ଟା ଶାରୀରିକ ବ୍ୟାୟାମ କିମ୍ବା ଖେଳ ରହିଥାଏ। ସପ୍ତାହକୁ 5 ଦିନ କ୍ଲାସ ହୋଇଥାଏ ଆଉ 2 ଦିନ ଛୁଟି ଥାଏ। ବୈଦେଶିକ ସାହାଯ୍ୟ ପ୍ରାପ୍ତ ଏହି ଶିଳ୍ପ ଶିକ୍ଷା ଅନୁଷ୍ଠାନ ଗୁଡ଼ିକ ଯନ୍ତ୍ରପାତି ଏବଂ ସାହାଯ୍ୟ ସରଞ୍ଜାମ ଯେପରି ଭରପୁର ଥାଏ, ସେହିପରି ଉପଯୁକ୍ତ ତାଲିକା ପ୍ରାପ୍ତ ଶିକ୍ଷକ ମାନଙ୍କ ଦ୍ୱାରା ମଧ୍ୟ ପରିଚାଳିତ। ଫଳରେ ଧନ୍ଦାମୂଳକ ଶିକ୍ଷା ପ୍ରାପ୍ତ ଛାତ୍ରଛାତ୍ରୀ ମାନଙ୍କର ଚାହିଦା ଏତେ ବେଶୀ ଯେ ସେମାନେ କଣ ପାସ୍ କରିବା ପୂର୍ବରୁ ହିଁ ଚାକିରି ପାଇଯାଆନ୍ତି। ମାନେ ସେମାନେ ପାସ୍ କରିନଥାନ୍ତି, ତାଙ୍କର ଚାକିରି ସେମାନେ ମିଳିଯାଏ। ଆମର କଣ କିନ୍ତୁ ଆମର ଡିଗ୍ରୀ, ଗ୍ରାଜୁଏସନ, ବିଡି, ପିଜି କଲା ପରେ ମଧ୍ୟ ଚାକିରି ଆମର କମ୍ପିଟିସନ ସବୁ ଚାଲିଥାଏ, କମ୍ପିଟିସନ ଫେଜ। ତାଙ୍କର କିନ୍ତୁ ପାସ୍ କରିବା ପୂର୍ବରୁ ସେମାନେ ଚାକିରି ପାଇଯାଆନ୍ତି। ହଁ, ପାସ୍ କରି ସାରିଲା କ୍ଷଣି ନିଜ ନିଜର କାମରେ ଯୋଗ ଦିଅନ୍ତି। ଦେଖନ୍ତୁ ଫଳରେ ଯୋଉ ଧନ୍ଦାମୂଳକ ଶିକ୍ଷା ପ୍ରାପ୍ତ ଛାତ୍ରଛାତ୍ରୀ ମାନଙ୍କର ଚାହିଦା ଏତେ ବେଶୀ ଯେ ସେମାନେ ପାସ୍ କରିବା ପୂର୍ବରୁ ଚାକିରି ପାଆନ୍ତି। ତାପରେ ଦେଖନ୍ତୁ କଣ ପାସ୍ କରିସାରିବା ପରେ ମଧ୍ୟ ସେମାନଙ୍କର ଭିତରୁ କେହି ଯଦି ହାଇସ୍କୁଲ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ପରି ବିଶ୍ୱବିଦ୍ୟାଳୟରେ ବିଏ କଣ ବିଏମସି ପଢିବାକୁ ଚାହେଁ, ସେ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇ ପାରେ ଅଥବା ଜାତିସଂଘ ଦ୍ୱାରା ପରିଚାଳିତ। ତା ସହିତ କାହିଁ ଲେଖି ନେନି ନା
ସରି ପିଲାମାନେ RMTC ପରି ଅନୁଷ୍ଠାନ ମାନଙ୍କରେ ପୁଣି 2 ବର୍ଷିଆ ଉଚ୍ଚ ଶିକ୍ଷା ବା ଟ୍ରେନିଂ ପାଇପାରେ। ଦେଖନ୍ତୁ ସେଠାରେ କଣ ହୁଏ ନା, ଯଦି ଜଣେ ଜବ୍ କରୁଥିବ, ଆମର ଏମିତି ଜଣେ ଚାକିରି କଲା, ସିଏ ଆଉ ପାଠ ପଢି ପାରିବନି, କିନ୍ତୁ ତାଙ୍କର ସେଠି ସେମିତି ନାହିଁ। ଜଣେ ଇଞ୍ଜିନିୟରିଂ କରୁ କି ଜଣେ ଟିଚିଂ କରୁ, ସେ ତେବେ ବି ସେ ପାଠ ପଢି କଣ ଆହୁରି ସେ ପାଠ ପଢି ପାରିବ ହେଲା। ତାପରେ ଦେଖିବା, ଦେଖନ୍ତୁ ଜାତିସଂଘ ଦ୍ୱାରା ପରିଚାଳିତ RMTC ପରି ଅନୁଷ୍ଠାନ ମାନଙ୍କରେ ପୁଣି 2 ବର୍ଷିଆ ଉଚ୍ଚ ଶିକ୍ଷା ବା ଟ୍ରେନିଂ ପାଇପାରେ। ସେହିପରି ଦେଖନ୍ତୁ ସ୍ୱାବଲମ୍ବୀ ହେବା ସଙ୍ଗେ ସଙ୍ଗେ ଉଚ୍ଚ ଶିକ୍ଷା ପାଇଁ ସବୁ ଦ୍ୱାର ଉନ୍ମୁକ୍ତ ଥିବା ଯୋଗୁଁ ଛାତ୍ରଛାତ୍ରୀ ମାନେ ସାଧାରଣତଃ ହାଇସ୍କୁଲ ଅପେକ୍ଷା ଧନ୍ଦାମୂଳକ ଇନଷ୍ଟିଚ୍ୟୁଟକୁ ବେଶୀ ପସନ୍ଦ କରନ୍ତି। ଦେଖନ୍ତୁ ଆମ ନୂତନ ପ୍ରବର୍ତ୍ତିତ କେତେ 10+2+3 ଅନ୍ତର୍ଗତ 10+2 ଧନ୍ଦାମୂଳକ ଶିକ୍ଷା ଅପେକ୍ଷା ଏମାନଙ୍କର 6+3+4 ଧନ୍ଦାମୂଳକ ଶିକ୍ଷା ଦେଖନ୍ତୁ ଯେ ଉତ୍କୃଷ୍ଟତରେ ଏଥିରେ ସନ୍ଦେହ ନାହିଁ। ଆମର ନୂତନ ପଦ୍ଧତିରେ କେବଳ 2 ବର୍ଷର ଧନ୍ଦା ଶିକ୍ଷା ଥିଲାବେଳେ ଏମାନଙ୍କ ପଦ୍ଧତିରେ 4 ବର୍ଷର ଧନ୍ଦା ଶିକ୍ଷା ଦିଆଯାଇଥାଏ। ଫଳରେ ସେପରି 4 ବର୍ଷର ଧନ୍ଦା ଶିକ୍ଷା ପାଇଥିବା ଛାତ୍ର କିମ୍ବା ଛାତ୍ରୀ ପକ୍ଷରେ ସ୍ୱାବଲମ୍ବୀ ହେବା ସମ୍ଭାବନା ଖୁବ୍ ବେଶୀ। ତାପରେ ଦେଖନ୍ତୁ ଲାଇବ୍ରେରୀରେ ସାଧାରଣ ସ୍କୁଲ ଶିକ୍ଷା, ଶିଳ୍ପ ଶିକ୍ଷା ଏବଂ ଧନ୍ଦାମୂଳକ ଶିକ୍ଷା ସେହି ଏକା ଶିକ୍ଷା କଣ ଡାଇରେକ୍ଟର ଏବଂ ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ଫଳରେ ଶିକ୍ଷକ ନିଯୁକ୍ତି ଏବଂ ଗୋଟିଏ ଅନୁଷ୍ଠାନରୁ ଆଉ ଗୋଟିଏ ଅନୁଷ୍ଠାନକୁ ଛାତ୍ର ବଦଳିରେ ବିଶେଷ ଗୋଳମାଳ ଦେଖାଯାଏନି। ପୁଣି ଯେକୌଣସି ଅନୁଷ୍ଠାନରୁ ପାସ୍ କଲା ପରେ ମଧ୍ୟ ବିଶ୍ୱବିଦ୍ୟାଳୟର ଦ୍ୱାର ଉନ୍ମୁକ୍ତ ଥିବା ଫଳରେ କୌଣସି ଅନୁଷ୍ଠାନର ଛାତ୍ରଙ୍କ ମଧ୍ୟରେ ହୀନମାନ୍ୟତା କିମ୍ବା ଗୌଣ ମନୋଭାବ ଦେଖାଯାଏ ନାହିଁ। ଆଉ ଦେଖନ୍ତୁ ଆମ ଓଡ଼ିଶାରେ କଣ ହୁଏ ନା, ଆମ ଓଡ଼ିଶାରେ ITI ଇଣ୍ଡଷ୍ଟ୍ରିଆଲ ଟ୍ରେନିଂ ଇନଷ୍ଟିଚ୍ୟୁଟ ପରି ଶିଳ୍ପ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ଯେଉଁ 2 ବର୍ଷିଆ ପାଠ୍ୟକ୍ରମ ରହିଛି, ସେସବୁ ଆର୍ଥିକ ସ୍ୱଚ୍ଛଳତା ଭୋଗୁଥିବା ଶିଳ୍ପ ବିଭାଗ ଅଧୀନରେ ପ୍ରାୟ ପ୍ରତ୍ୟେକ କଣ ITI ରେ ଯନ୍ତ୍ରପାତି ଏବଂ ସାଜ ସରଞ୍ଜାମ ଯଥେଷ୍ଟ। ଦେଖନ୍ତୁ ହଷ୍ଟେଲ ଏବଂ ଶିକ୍ଷକ ମାନଙ୍କର ଆବାସ ମଧ୍ୟ ଗୋଟିଏ ସାଧାରଣ କଲେଜ ତୁଳନାରେ ଯଥେଷ୍ଟ ବେଶୀ ହୋଇଥାଏ। ତଥାପି 2 ବର୍ଷ ଭିତରେ ଅଧିକାଂଶ ଛାତ୍ର ଯଥୋଚିତ ଧନ୍ଦା ଶିକ୍ଷା ପାଇପାରୁନଥିବା ଯୋଗୁଁ ସେମାନେ ସେପରି ଅନୁଷ୍ଠାନରୁ ପାସ୍ କରି ସାରିଲା ପରେ ସ୍ୱାବଲମ୍ବୀ ହୋଇ ନିଜର ଗୋଡ଼ରେ ନିଜେ ମଧ୍ୟ ସେମାନେ ଠିଆ ହେଇପାରନ୍ତି। ଦେଖନ୍ତୁ ଯଦି କୌଣସି ଅନୁଷ୍ଠାନରେ ସେମାନେ ଚାକିରି କରୁଥିବେ ତ ତଥାପି ସେମାନେ ପାଠ ମଧ୍ୟ ପଢି ପାରନ୍ତି। ଫଳରେ ଅର୍ଦ୍ଧଶିକ୍ଷିତ ଶିଳ୍ପ ମଜୁରିଆ କିମ୍ବା ହେଲ୍ପର ହୁଅନ୍ତି। ଏପରି ITI ପାସ୍ କରିଥିବା ସାର୍ଟିଫିକେଟଧାରୀ ଛାତ୍ର ବିଶ୍ୱବିଦ୍ୟାଳୟରେ ନାମ ଲେଖାଇ ପାରୁନଥିବା ଯୋଗୁଁ ସେମାନେ ଫମ୍ପା ଡିଗ୍ରୀ ସର୍ବସ୍ୱ ଦେଶରେ ସେ ସାର୍ଟିଫିକେଟଧାରୀଙ୍କ ମନରେ ସ୍ୱାଭାବିକ ଭାବରେ କଣ ହୀନମାନ୍ୟତା ଦେଖା ଦେଇଥାଏ। ଫଳରେ ମଧ୍ୟବିତ୍ତ ଶ୍ରେଣୀ ପରିବାରର ଅଭିଭାବକ ମାନେ ନିଜର ପୁତ୍ରକୁ ସେପରି ହୋଇପାରେ ନାହିଁ। ତ ଦେଖିବା, ଦେଖନ୍ତୁ ଫଳରେ ଅର୍ଦ୍ଧଶିକ୍ଷିତ ଶିଳ୍ପ ମଜୁରିଆ କିମ୍ବା ହେଲ୍ପର ହୁଅନ୍ତି। ଏପରି ITI ପାସ୍ କରିଥିବା ସାର୍ଟିଫିକେଟଧାରୀ ଛାତ୍ର ବିଶ୍ୱବିଦ୍ୟାଳୟରେ ନାମ ଲେଖାଇ ପାରୁନଥିବା ଯୋଗୁଁ କଣ ନା, ଦେଖନ୍ତୁ ଫମ୍ପା ଡିଗ୍ରୀ ସର୍ବସ୍ୱ ଦେଶରେ ସେ ସାର୍ଟିଫିକେଟଧାରୀଙ୍କର ମନରେ ସ୍ୱାଭାବିକ ଭାବରେ ହୀନମାନ୍ୟତା ଦେଖା ଦେଇଥାଏ। ଫଳରେ ମଧ୍ୟବିତ୍ତ ଶ୍ରେଣୀ ପରିବାରର ଅଭିଭାବକ ମାନେ ନିଜର ପୁଅକୁ ସେପରି ଭାବରେ ଶିକ୍ଷା ଦେବାରେ ସେମାନେ କଣ ପଶ୍ଚାତପଦ ହୁଅନ୍ତି। ତାପରେ ଦେଖିବା କଣ ଅଛି, ଦେଖନ୍ତୁ ଏଣେ ସାଧାରଣ ଶିକ୍ଷା ଏବଂ କଲେଜ ଶିକ୍ଷା ଆର୍ଥିକ ଦୈନ୍ୟରେ ଘୋଷାରି ହୋଇ ଚାଲୁଥିବା ଶିକ୍ଷା ବିଭାଗର ଅଧୀନରେ କଣ ହୋଇଥାଏ ନା, ଲ୍ୟାବୋରେଟୋରୀ ଯନ୍ତ୍ରପାତି କିମ୍ବା ଲାଇବ୍ରେରୀ ପାଇଁ ପଇସା ନାହିଁ। ତଥାପି ନୂଆ କଲେଜ ସବୁ ସୃଷ୍ଟି ହୋଇ ଚାଲିଥାଏ। ଦେଖନ୍ତୁ ସିଟ୍ ମଧ୍ୟ ବଢୁଥାଏ, ଧନ୍ଦାମୂଳକ ଶିକ୍ଷା ଆରମ୍ଭ ହୁଏ, ଗୋପାଳନ ଶିକ୍ଷା ଦିଆଯାଏ। ହୁଏତ କଲେଜରେ କଣ ହୁଏ ନା ଗାଇଡିଆନ ନାହିଁ, ତଥାପି 10+2+3 କୁ ଶିଳ୍ପ ବିଭାଗର ITI ସାଙ୍ଗରେ ଯୋଡି ଦିଆଯାଇନି କିମ୍ବା ITI କୁ କୌଣସି କଲେଜ ସାଙ୍ଗରେ ଯୋଡି ଦିଆଯାଏନି। ଯେହେତୁ କେହି ନିଜର ପ୍ରଭାବ କମାଇବାକୁ ବାଧ୍ୟ ହୁଏ ବୋଧ ହୁଏ ଅନିଚ୍ଛୁକ, ସେ ପାଖରେ ବିଶ୍ୱବିଦ୍ୟାଳୟ ତାର ପ୍ରବେଶ ଦ୍ୱାର ରୁଦ୍ଧ କରି ବସିଥାଏ। ITI ର ସିଲାବସକୁ ନିକିତିରେ ଓଜନ କରି ଜାତି ପ୍ରଥା ସବୁ ଓଡ଼ିଶାରେ ତଥା ଭାରତରେ ଶିକ୍ଷା କ୍ଷେତ୍ରରେ ମଧ୍ୟ ନାନା ଜାତି ସବୁ ଦେଖା ଦିଅନ୍ତି। ଏପରି ଅବସ୍ଥାରେ କଣ ନା 10+2 ଶିକ୍ଷା ମଧ୍ୟ ଗାନ୍ଧୀଜୀଙ୍କର ମୌଳିକ ଶିକ୍ଷାର ଦଶା ଯେ ଭୋଗିବ ସେ କଥା କିଏ ଯେ କହିବ। ତାପରେ ଦେଖନ୍ତୁ ସ୍ୱାଭାବିକ ଭାବରେ ମନରେ ପ୍ରଶ୍ନ ଉଠେ ଯେ ଆମ ସ୍ୱାଧୀନତା ପ୍ରାପ୍ତିର 10 ବର୍ଷ ପୂର୍ବରୁ ଏକ ସ୍ୱାଧୀନ ଗଣରାଜ୍ୟ ଭାବରେ ପ୍ରତିଷ୍ଠିତ ହୋଇ ସାରିଥିବା ଲାଇବେରିଆ ଉତ୍କୃଷ୍ଟତର ଶିକ୍ଷା ପଦ୍ଧତି ଅନୁସରଣ କରି ମଧ୍ୟ ଶିକ୍ଷା କ୍ଷେତ୍ରରେ ଏତେ ଅନୁନ୍ନତ ହେଲା କାହିଁକି? ସେ ବିଷୟରେ ଆଲୋଚନା କଲାବେଳେ ହିଁ କୌଣସି ଶିକ୍ଷା ପଦ୍ଧତିର ଗୁଣାତ୍ମକ ଉତ୍କୃଷ୍ଟତା ଅପେକ୍ଷା ତାର ଯଥାଯଥ ପ୍ରୟୋଗ ହିଁ ବେଶ ମୂଲ୍ୟବାନ ବୋଲି ମନେ ହୋଇଥାଏ। ତାପରେ ଦେଖନ୍ତୁ କଣ ଅଛି, ଦେଖ ନା ଲାଇବ୍ରେରିଆ ସ୍କୁଲ କୋଠାବାଡ଼ି ସବୁ ଆମ ସ୍କୁଲ କୋଠାବାଡ଼ିରୁ କୌଣସି ମତେ ହୀନ ନୁହେଁ, କିନ୍ତୁ ହାଇସ୍କୁଲ ମାନଙ୍କରେ ଲାଇବ୍ରେରୀ ଏବଂ
ଲାବୋରେଟୋରୀ ମାନଙ୍କରେ ଘର ଅଭାବ, ସାମାନ୍ୟ କାଗଜ ପେନସିଲ ଠାରୁ ଆରମ୍ଭ କରି ବହିପତ୍ର ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କର କଣ ବ୍ୟବହାର୍ଯ୍ୟ ସବୁ ସରଞ୍ଜାମ ବାହାରୁ ଆସୁଥିବାରୁ ଏବଂ ସେସବୁର ମୂଲ୍ୟ ଅତ୍ୟଧିକ ଥିବା ଫଳରେ କଣ ଅଧିକାଂଶ ଛାତ୍ରଛାତ୍ରୀଙ୍କର ପାଖରେ ବହିପତ୍ର ନଥାଏ। ସେମାନେ ତେଣୁ ଅତ୍ୟଧିକ ମାତ୍ରାରେ କ୍ଲାସ ନୋଟ ଉପରେ ନିର୍ଭର କରିଥାନ୍ତି। ଶିକ୍ଷକ ମାନଙ୍କର ମଧ୍ୟରେ ଅନେକ ବିଏଡ୍ ଡିଗ୍ରୀଧାରୀ, କିନ୍ତୁ ଏଠାରେ ହାଇସ୍କୁଲ ପରେ 4 ବର୍ଷିଆ ବିଏଡ୍ ପାଠ୍ୟକ୍ରମ ରହିଥିବାରୁ ଆମର ଭାରତର ବିଏଡ୍ ଅଥବା ବିଏସସି ବିଏଡ୍ ପରି କଳା ଏବଂ କଣ କିଏ ବିଜ୍ଞାନକୁ ବିଶାରଦ ଜଣା ପଡେନି। ତେଣୁ ଶିକ୍ଷକ ନିଯୁକ୍ତି ବେଳେ ତଥା କ୍ଲାସ ବାଣ୍ଟିଲା ବେଳେ ଦେଖନ୍ତୁ କେଉଁ ଶିକ୍ଷକ କେଉଁ ବିଷୟ ପଢାଇବାକୁ ଉପଯୁକ୍ତ ସେ ବିଷୟରେ କର୍ମକର୍ତ୍ତା ମାନେ ଯଥୋଚିତ ଧ୍ୟାନ ଦିଅନ୍ତିନି। ହାଇସ୍କୁଲ ସ୍ତରରୁ ଏମାନେ ଗଣିତ ଏବଂ ବିଜ୍ଞାନରେ ଦୁର୍ବଳ ଥିବା ଫଳରେ ବିଏଡ୍ ଶିକ୍ଷା ପରେ ମଧ୍ୟ ଶିକ୍ଷକମାନେ ସାଧାରଣତଃ ଗଣିତ ଏବଂ ବିଜ୍ଞାନ ଶିକ୍ଷା ଦାନରେ ଅପାରଗ କଣ ହୁଅନ୍ତି ହେଲା। ଗୋଟିଏ ଅନ୍ଧ ଆଉ ଗୋଟେ ଅନ୍ଧକୁ ବାଟ କଢାଉଥିଲା ପରେ ଏହି ଅପାରଗ ଶିକ୍ଷକ ମାନଙ୍କ ଉପରେ ବିଜ୍ଞାନ ଏବଂ ଗଣିତ ଶିକ୍ଷାର ଭାର ପଡେ। ଫଳରେ ଯାହା ହେବା କଥା ଏମାନଙ୍କର ଦେଖନ୍ତୁ ଦେଖନ୍ତୁ ହଁ ଏମାନଙ୍କର ପରୀକ୍ଷା ପ୍ରଣାଳୀ ମଧ୍ୟ ଅଦ୍ଭୁତ। କଣ ନା ସେମିଷ୍ଟର ସିଷ୍ଟମ ପରି ଜଣା ପଡୁଥିଲେ ମଧ୍ୟ ସିଷ୍ଟମର ଗୁଣ ପରିବର୍ତ୍ତେ ସବୁ ଦୋଷ ଦେଖିବାକୁ ମିଳିଥାଏ। ଦେଖନ୍ତୁ ସିନିୟର ହାୟର ବା ଦେଖନ୍ତୁ ତୃତୀୟ ବର୍ଷ ଭିତରୁ ପ୍ରଥମ ବର୍ଷରେ ଫିଜିକ୍ସ ପଢା ହୋଇ ପରୀକ୍ଷା ସରିଯାଏ, ତ ଦ୍ୱିତୀୟ ବର୍ଷରେ କେମିଷ୍ଟ୍ରି ପଢା ହୋଇ ପରୀକ୍ଷା ସରିଯାଏ। ତୃତୀୟ ବର୍ଷରେ ପଢା ହୁଏ ବଟନି ଏବଂ ଜିଓଲୋଜି ହେଲା। ଫଳରେ ସ୍କୁଲରୁ ପାସ୍ କରି ବାହାରି କଣ ଆସିଲା ବେଳକୁ ତୃତୀୟ ବର୍ଷ ପୂର୍ବରୁ ପଢିଥିବା ବିଷୟ ଛାତ୍ର ପୁରାପୁରି ଭୁଲି ଯାଇଥାଏ। ତଥାପି ପାସ୍ କରିବାରେ ତାକୁ ବିଶେଷ କିଛି ଅସୁବିଧା ହୁଏନି। ସାର୍ଟିଫିକେଟ ପାଇବା ପାଇଁ କେନ୍ଦ୍ର ସ୍ତରରେ ଯେଉଁ ପରୀକ୍ଷା ହୁଏ ତାର ମୂଲ୍ୟ କେବଳ ଶତକଡ଼ା 30 ଏବଂ ସ୍କୁଲର ଅନ୍ତରୀକ୍ଷ ପରୀକ୍ଷାର ମୂଲ୍ୟ ଶତକଡ଼ା କେତେ 70 ହେଲା। ଦିଓଟି ମିଶିଲା ପରେ ପାସ୍ ମାର୍କ ପ୍ରାୟ ଶତକଡ଼ା 36। କେନ୍ଦ୍ରର ପରୀକ୍ଷା ପୁଣି ହଁ ନାହିଁ ଚିହ୍ନିତ କରିଦେବା, ତା ସହିତ କଣ ଅବଜେକ୍ଟିଭ ଟାଇପର ଆଖି ବୁଝି ସବୁ ହଁ କିମ୍ବା ସବୁ ନାହିଁରେ ଛକି ମାରିଦେଲେ ମଧ୍ୟ ଶତକଡ଼ା 30 ମିଳିଯିବାର ସମ୍ଭାବନା ବେଶୀ। ତେଣୁ ଯେଉଁ ସବୁ ବିଷୟରେ ବିଶେଷ ଚିନ୍ତା କରିବାକୁ ପଡିଥାଏ ଅଥବା ଧ୍ୟାନ ଦେବାକୁ ହୁଏ ସେ ସବୁ ବିଷୟରେ ଏମାନେ ସାଧାରଣତଃ ଦୁର୍ବଳ ଥାନ୍ତି। ଛାତ୍ରଛାତ୍ରୀଙ୍କର ସର୍ବାଙ୍ଗୀନ ଉନ୍ନତି ହିଁ ଯେକୌଣସି ଶିକ୍ଷାର ଲକ୍ଷ୍ୟ। ଶିକ୍ଷା କହିଲେ ମାନସିକ ଓ ବୌଦ୍ଧିକ ଶିକ୍ଷା ସଙ୍ଗେ ସଙ୍ଗେ ଶାରୀରିକ ଏବଂ ନୈତିକ ତଥା ଆଧ୍ୟାତ୍ମିକ ଶିକ୍ଷାକୁ ବୁଝାଇଥାଏ। ଦେଖନ୍ତୁ ବୁଝାଇଲେ ମଧ୍ୟ ତାକୁ ବୁଝାଇଥାଏ। ତେଣୁ ଯେକୌଣସି ଶିକ୍ଷା ପଦ୍ଧତିରେ ଏ ସବୁଥିରେ ଉଣାଧିକେ କିଛି କିଛି ରହିଥିବା ସ୍ୱାଭାବିକ, କିନ୍ତୁ ଶିକ୍ଷା ପଦ୍ଧତିର ପ୍ରୟୋଗ କାରଣେ ହିଁ ସବୁ ଗୋଳମାଳ ହୋଇଯାଏ ଏବଂ ଯାବତୀୟ ଦୋଷ ତ୍ରୁଟି ସବୁ ଦେଖାଯାଇଥାଏ। ଦେଖନ୍ତୁ ପୋଥିଗତ ତାତ୍ତ୍ୱିକ ବିଦ୍ୟାର ବ୍ୟାଖ୍ୟାନ ଯେକୌଣସି ଶିକ୍ଷା ପଦ୍ଧତିର ଏକ ମୌଳିକ ଉପାଦାନ। ସେ ଶିକ୍ଷା ସ୍କୁଲ ଏବଂ କଲେଜ ମାନଙ୍କରେ ସାଧାରଣତଃ ମାନସିକ ଏବଂ ବୌଦ୍ଧିକ ସ୍ତରରେ ହିଁ କଣ ସେମାନେ ସୀମିତ ହୋଇଥାଏ। ନୈତିକ ତଥା ଆଧ୍ୟାତ୍ମିକ ଶିକ୍ଷାର କିଛି ଅଂଶ ସ୍କୁଲ କଲେଜ ମାନଙ୍କରୁ ଆସୁଥିଲେ ହେଁ ସେ ସବୁ ମୁଖ୍ୟତଃ ସାଙ୍ଗ ସାଥୀ ବାପା ମା ନିଜ ଘରର ଏବଂ ପାରିପାର୍ଶ୍ୱିକ ପରିସ୍ଥିତି ତଥା ସାମାଜିକ ବାତାବରଣ ଉପରେ ବିଶେଷ ଭାବରେ ନିର୍ଭର କରିଥାଏ। ଶିକ୍ଷକ ଏବଂ ଗୁରୁଜନଙ୍କର ମହାନ ଆଦର୍ଶ ବିନା ଯେତେ ବକ୍ତୃତା ଶୁଣିଲେ ମଧ୍ୟ ନୈତିକତା ଏବଂ ଆଧ୍ୟାତ୍ମିକ କ୍ଷେତ୍ରରେ କୋମଳମନା ଶିଶୁ ଅଥବା ଚଞ୍ଚଳମନା ଯୁବକ ଉପରେ ସେ ସବୁ ବକ୍ତୃତାର କିଛି ସ୍ଥାୟୀ ପ୍ରଭାବ ପଡେନି। ସମୟରେ ଭାରତର ସ୍ୱାଧୀନକାଳୀନ ଗାନ୍ଧୀଜୀଙ୍କର ତ୍ୟାଗପୂତ ଭାରତର ଛାତ୍ରଛାତ୍ରୀ ତଥା ଆଜିର ଯେନ ତେଣ ପ୍ରକାରଣ ଅର୍ଥ ଆରୋହଣକାରୀ କ୍ଷମତା ଲିପ୍ସଙ୍କୁ ଭାରତରେ ଛାତ୍ରଛାତ୍ରୀଙ୍କର ଆଧ୍ୟାତ୍ମିକ ଚେତନା ତୁଳନା କରାଯାଇପାରେ। ଲାଇବ୍ରେରୀରେ ମୁଁ ଯାହା ଦେଖିଲି ମୋର ମନ ହେଲା ଯେ ନୈତିକ ଏବଂ ଆଧ୍ୟାତ୍ମିକ କ୍ଷେତ୍ରରେ ଶିକ୍ଷା ଏବଂ ସମାଜର ଆଦର୍ଶାତ୍ମକ ଅବଦାନ ସେଠାରେ ଅତି ନିମ୍ନ ସ୍ତରରେ। ଆମ ଦେଶ ତୁଳନାରେ ଏମାନେ କଣ ଡେରିରେ ପାଠ ପଢା ଆରମ୍ଭ କରନ୍ତି। ଫଳରେ ହାଇସ୍କୁଲର ଶେଷ ପରୀକ୍ଷା ଦେଲା ବେଳକୁ ଏମାନଙ୍କର ଭିତରୁ ଅଧିକାଂଶଙ୍କର ବୟସ କେତେ ହେଇଥାଏ ନା 20-21 ପାଖାପାଖି ଭିଡ଼ିଯାଏ। ଆମର ଯେମିତି +3 ଫାଇନାଲ ଇୟର ଯେତିକି ତାଙ୍କର କଣ ନା 10 କ୍ଲାସ ପରେ ତାଙ୍କର ସେତିକି ପୁଅ ଓ ଝିଅ ମାନଙ୍କ ପାଇଁ ଏମାନଙ୍କର ଅଲଗା ଅଲଗା ସ୍କୁଲ ନାହିଁ। ସ୍କୁଲ ମାନଙ୍କରେ ପୁଅ ଓ ଝିଅଙ୍କର ସଂଖ୍ୟା ପ୍ରାୟ ଅଧାଅଧି। ଏମାନଙ୍କର ସମାଜ ନୈତିକତା ଏବଂ ଚରିତ୍ର ଉପରେ ବିଶେଷ ଗୁରୁତ୍ୱ ଦିଏନି। ପୁଅ ଝିଅଙ୍କର ଅବାଧ ମିଳନ ତେଣୁ ଏଠାରେ ଏକ ସାଧାରଣ କଥା। ନାଚ ଗାନ ମଦ୍ୟପାନ ଏବଂ ମୌଜ ମସଲିଜର ଜୀବନ ସତ୍ୟ ଯେମିତି ଏମାନଙ୍କର ସମାଜର ଚରମ ଲକ୍ଷ୍ୟ। ଯୁକ୍ତରାଷ୍ଟ୍ର ଆମେରିକାର ସହରତଳି ନିଗ୍ର ବସତି ମାନଙ୍କର ଜୀବନ ଆଦର୍ଶ ପରି ଜଣାପଡେ। ନୈତିକତା ବିହୀନ ସମାଜର ଛାୟା ସ୍କୁଲ ମାନଙ୍କରେ ପଡିଥାଏ। ଶିକ୍ଷକ ମାନେ ରକ୍ଷକ ହେବେ କଣ ନା ଭକ୍ଷକ ହୋଇ ପଡନ୍ତି। ଏମାନଙ୍କର ସ୍କୁଲ ସବୁ ତେଣୁ ଉଣାଅଧିକେ ପ୍ରେମ ଅଭିସାରର ଏକ ରଙ୍ଗଭୂମିରେ ପରିଣତ ହୋଇଯାଏ। ସନ୍ଧ୍ୟା ପରେ ପାଠ ପଢା ବଦଳରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୋଲଡ୍ୟାନ୍ସ ଏବଂ
ଡ୍ରିଙ୍କିଂ ସାଧାରଣ କଥା ହୋଇଯାଏ। ଘରେ ପଢାପଢିର ମଧ୍ୟ ସୁଯୋଗ ଅଭାବ। ସ୍କୁଲରେ ଅନେକ ଗୁଡ଼ିଏ ସେମିତି ଥାଏ। ଦେଖନ୍ତୁ ସ୍କୁଲରେ ଲାଇବ୍ରେଟୋରୀ ତା ସହିତ ୱାର୍କସପ୍ ନାହିଁ, କିନ୍ତୁ ବାପା ମା ଶିକ୍ଷକ ଗୁରୁଜନ ମାନଙ୍କର କର୍ତ୍ତୃତ୍ୱ ନାହିଁ ଯେ ଉଶୃଙ୍ଖଳ ସମାଜ ଶିକ୍ଷାର ମାନଦଣ୍ଡ, ତେଣୁ ଏଠାରେ ଅତି ନିମ୍ନ ଧରଣର। ତା ସହିତ ହାର୍ପରରେ ମୂଳରୁ ହିଁ ଶ୍ରୀ ଜୋସେଫ ସହାୟକ ଶିକ୍ଷାମନ୍ତ୍ରୀକୁ କହି ମତେ ତାଙ୍କର ଘରକୁ ନେଇଯାଇଥିଲେ। ହାର୍ପରର ସହରର ଗୋଟିଏ ସୁନ୍ଦର କୋଠାର ଉପର ମହଲାରେ ଜୋସେଫଙ୍କର ଘର। ଘରେ ଶ୍ରୀମତୀ ଜୋସେଫ ଏବଂ 4 ରୁ 5 ବର୍ଷର ଗୋଟିଏ ମାତ୍ର ଝିଅ। ଭାରତ ଭିତରେ ଧର୍ମ, ଜାତି, ବର୍ଣ୍ଣ, ଭାଷା ଏବଂ ଏପରିକି ଅଞ୍ଚଳ ଭିତରେ ମଧ୍ୟ ଏତେ ଟଣା ଅଟରା ଭାରତ ବାହାରେ, କିନ୍ତୁ ଜଣେ ଭାରତୀୟ ଆଉ ଜଣେ ଭାରତୀୟକୁ ଦେଖିଲେ ଖୁସିରେ ନାଚି ଉଠେ। ଜୋସେଫ ଦମ୍ପତି ମତେ ଦେଖି ତାଙ୍କର ନିଜ ଘରୁ କେହି ଜଣେ ଆସିଲା ପରି ମନେ କରିଥିଲେ। କେରଳ ଯୁବକ ଯୁବତୀ ମାନଙ୍କର ସାହସ ଏବଂ ଆତ୍ମବିଶ୍ୱାସ ସତରେ ଆମର ଗର୍ବର ବିଷୟ। ଜୋସେଫ କୁଆଡେ ଯେତେବେଳେ MSc ପାସ୍ କଲା, ଭାରତରେ ଚାକିରିର କୌଣସି ଆଶା ନ ଦେଖି ସିଙ୍ଗାପୁର ଚାଲି ଯାଇଥିଲା। ସିଙ୍ଗାପୁରରୁ ନୈରୋବିରୁ ମନରୋଭିଆ ଏବଂ ଶେଷରେ ହାର୍ପର। ଏମାନଙ୍କର ତ ବିଜ୍ଞାନ ଶିକ୍ଷକର ଘର ଅଭାବ। ଭାରତୀୟ ଶିକ୍ଷକ ମାନେ ଖୁବ ଭଲ ବୋଲି ମଧ୍ୟ ଖ୍ୟାତି ଅଛି। ଦେଖନ୍ତୁ ହାର୍ପର ସରକାରୀ ହାଇସ୍କୁଲରେ ତାଙ୍କୁ ପଦାର୍ଥ ବିଜ୍ଞାନର ଶିକ୍ଷକ ରୂପରେ ଚାକିରି ମିଳିଗଲା ଏବଂ ନିଜ ଗୋଡ଼ରେ ଠିଆ ହୋଇ ସାରିଲା ପରେ ସେ ବିବାହ କଲା। ତାଠାରୁ 2 ରୁ 3 ବର୍ଷ ସାନ ଏବଂ କେରଳର MSc ଛାତ୍ରୀ ଶ୍ରୀମତୀ ଜୋସେଫ ହାର୍ପର ସେଇ ସ୍କୁଲରେ ଗଣିତର ଶିକ୍ଷୟିତ୍ରୀ ହୋଇଗଲେ। ଦେଖନ୍ତୁ କି ସୁନ୍ଦର ଜୀବନ ଏ ଦୁହିଁଙ୍କର। ମୁଁ ଯେତେବେଳେ ଖୁସିରେ ସେ କଥା ସୂଚାଇ ଦେଲି, ଜୋସେଫ ଶ୍ରୀମତୀ ଜୋସେଫକୁ ଚାହିଁ ହସି ହସି ଉତ୍ତର ଦେଲା, ଚଳି ଯାଉଛି, ଆଉ କେତେ ବର୍ଷ କୌଣସି ମତେ କଟାଇ ଦେଇ କିଛି ଅର୍ଥ ସଂଗ୍ରହ କରିନେଲା ପରେ ଆମେ ଏ ନର୍କରୁ ଉଦ୍ଧାର ପାଇ ନିଜ ଦେଶକୁ ଚାଲିଯିବୁ। ତାପରେ ସେମାନେ ତାଙ୍କର ଦୁଃଖ କାହାଣୀ ବର୍ଣ୍ଣନା କରୁଥିଲେ। ଶ୍ରୀମତୀ ଜୋସେଫଙ୍କର ଆଖି କେତେବେଳେ ଯେ ଛଳ ଛଳ ହୋଇଯାଉଥିଲା, ତ ଆଉ କେତେବେଳେ ସେ ଆଖି ପୋଛୁ ପୋଛୁ ହସି ପକାଇଥିଲେ। ଶ୍ରୀମତୀ ଜୋସେଫଙ୍କର ଶିକ୍ଷକତାର ଜୀବନ ହାର୍ପର ହାଇସ୍କୁଲର ନିଗ୍ରୋ ପ୍ରିନ୍ସିପାଲ ଧରି ନେଇଥିଲା। ଯେ ଆଫ୍ରିକୀୟ ଝିଅ ମାନଙ୍କର ପରି ଶ୍ରୀମତୀ ଜୋସେଫ ମଧ୍ୟ କଣ କରନ୍ତି ନା ଭୋଗବିଳାସର ଏକ ସାମଗ୍ରୀ, ତା ହାତର ଗୋଟେ ଖେଳନା। ଦେଖନ୍ତୁ ତାର ବିଶ୍ୱାସ ଥିଲା ଯେ ସେ ତାକୁ ଯେମିତି ନଚାଇବ ସେ ଖୁସିରେ ସେମିତି ନାଚିବେ। ଶ୍ରୀମତୀ ଜୋସେଫ କିନ୍ତୁ ସାଧାରଣ ଭାରତୀୟ ମହିଳା ପରି ସେମାନେ ଦୂରେଇ ରହିଗଲେ। ପ୍ରିନ୍ସିପାଲ ଧରିନେଲା ଯେ ସେ ଜଣେ ଆଫ୍ରିକୀୟ ନିଗ୍ରୋ ବୋଲି ଶ୍ରୀମତୀ ଜୋସେଫ ତା ସାଙ୍ଗରେ ମିଳାମିଶା କରିବାକୁ ଚାହୁଁନାହାନ୍ତି। ଅନ୍ୟ ଶିକ୍ଷକ ମାନଙ୍କ ଆଖି ମଧ୍ୟ ଶ୍ରୀମତୀ ଜୋସେଫଙ୍କ ଉପରେ ପଡ଼ିଥିଲା। କୌଣସି ଶିକ୍ଷୟିତ୍ରୀ ଯେ ପ୍ରିନ୍ସିପାଲଙ୍କର କାମନାର ପ୍ରଗତିକୁ ଏପରି ପ୍ରତ୍ୟାଖ୍ୟାନ କରିଦେଇ ପାରିବ, ସେ ଧାରଣା ସେମାନଙ୍କର କଳ୍ପନାର ଅତୀତ ଥିଲା। ସେ ସମସ୍ତେ ଧରିନେଲେ ଯେ ଭାରତୀୟ ମାନେ ବର୍ଣ୍ଣ ବୈଷମ୍ୟ ନୀତି ପୋଷଣ କରନ୍ତି ଏବଂ ନିଗ୍ରୋ ମାନଙ୍କର ସହିତ ଅବାଧ ମିଳନ ଚାହାନ୍ତିନି। ଫଳରେ ଜୋସେଫ ଦମ୍ପତିଙ୍କର ଜୀବନରେ ଅପମାନର ଝଡ଼ଝଞ୍ଜା ଦେଖାଦେଲା ଏବଂ ଧୀରେ ଧୀରେ ସେମାନଙ୍କର ଜୀବନଯାପନ ଅସହ୍ୟ ହୋଇପଡ଼ିଲା। ସେମାନେ ବୁଝିପାରିଲେ ଯେ ହାର୍ପରରେ ରହିବା ତାଙ୍କର ପକ୍ଷରେ ଆଉ ସମ୍ଭବ ହବନି। କିନ୍ତୁ ଯିବେ କୁଆଡେ? ଭାରତକୁ ଫେରିଗଲେ ବଞ୍ଚିବେ କେମିତି? ତଥାପି ଇଜ୍ଜତ ଯେ ଭାରତୀୟ ମହିଳାର ଜୀବନ ସମ୍ବଳ, ଚାକିରି ଛାଡ଼ି ଦେବା ପାଇଁ ଦୁହେଁ ନିଷ୍ପତ୍ତି ନେଲେ। ଜୋସେଫ ଦମ୍ପତି ଚାକିରି ଛାଡ଼ିଦେଇ ହାର୍ପରରୁ ଚାଲି ଯାଉଛନ୍ତି, ଏ ଖବର ସହରରେ ରାଷ୍ଟ୍ର ହୋଇଗଲା। ଖ୍ରୀଷ୍ଟିଆନ ପାଦ୍ରୀମାନେ ଏକଥା ଶୁଣିଲେ। ହାର୍ପରର ଜୋସେଫ ଦମ୍ପତି ହିଁ ଖ୍ରୀଷ୍ଟିଆନ ସମାଜର ଆଦର୍ଶ ଦମ୍ପତି। ତାଙ୍କର ନୈତିକତା ଏବଂ ଜୀବନ ଆଦର୍ଶକୁ ଦର୍ଶାଇ ଏହି ପାଦ୍ରୀମାନେ ନିଗ୍ରୋ ଦମ୍ପତିମାନଙ୍କୁ ଗଢ଼ିବାକୁ ଚାହୁଁଛନ୍ତି। ପ୍ରକୃତ ଘଟଣା ସେମାନେ ବୁଝିନେଲେ। ହାର୍ପର ରାସ୍ତାଘାଟରେ ନାହିଁ ନଥିବା ଦୃଶ୍ୟ ଦେଖାଦେଲା। ଗିର୍ଜା ମାନଙ୍କର ଏ ବିଷୟରେ ଆଲୋଚନା ହେଲା। ଖ୍ରୀଷ୍ଟିଆନ ସମାଜ ଜୋସେଫ ଦମ୍ପତିଙ୍କର ଅଭିଭାବକ ରୂପରେ ଛିଡା ହୋଇଗଲେ। ପାଦ୍ରୀମାନଙ୍କ ଠାରୁ ଉତ୍ସାହ ପାଇ ସ୍କୁଲର ଛାତ୍ରଛାତ୍ରୀମାନେ ମଧ୍ୟ ତାଙ୍କର ପ୍ରିୟ ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କୁ ଛାଡ଼ିବେ ନାହିଁ ବୋଲି ଜିଦ୍ ଧରି ବସିଲେ। ଫଳରେ ସରକାରୀ ହସ୍ତକ୍ଷେପ ଦେଖାଦେଲା। ପ୍ରିନ୍ସିପାଲ ଜୋସେଫ ଦମ୍ପତି ପାଖରେ କ୍ଷମା ମାଗିବାକୁ ବାଧ୍ୟ ହେଲେ। ଏ ଭିତରେ କେତେ ବର୍ଷ କଟିଗଲାଣି, ତଥାପି ଶ୍ରୀମତୀ ଜୋସେଫଙ୍କର ହୃଦୟର ସେ କ୍ଷତ ଆଜି ମଧ୍ୟ ପୁରାପୁରି ଶୁଖିନି। ଲୁହଭରା ଆଖିରେ ସେ କହୁଥିଲେ, ଆମର ଧନ ସମ୍ପତ୍ତି ଏବଂ ହଜାର ହଜାର ଟଙ୍କା ଲୋଡ଼ା ନାହିଁ। ଭାରତରେ ଆମକୁ ଯଦି କିଏ 400-500 ଟଙ୍କାର ଚାକିରିଟିଏ ମିଳିଯାନ୍ତେ, ଆମେ ଆମର ଦେଶକୁ ଫେରି ଯାଇକି ଶାନ୍ତିରେ ନିଜର ଜୀବନକୁ କଟାଇ ଦିଅନ୍ତୁ। ଏ ରାକ୍ଷସଙ୍କର ଦେଶରେ ଆର୍ଥିକ ସ୍ୱଚ୍ଛଳତାର ସଠିକ
ସେ କହିଛନ୍ତି ହେଲା, ଅଜାଣତରେ ମୋ ଆଖି ମଧ୍ୟ ଛଳ ଛଳ ହୋଇଯାଇଥିଲା। ଜୋସେଫର ଝିଅ ଲିଲି ତା ବହିର ସବୁ ଚିତ୍ର ମୋତେ ଚିହ୍ନାଇ ଦେଲା ପରେ ତାର ଯାବତୀୟ ବିଦ୍ୟାବୃତ୍ତି ପରିଦର୍ଶିତ କରିଦେଇ କେତେବେଳୁ ଶୋଇଯାଇ ସାରିଲିଣି ସେ ଜାଣିପାରିଲେନି। ଲିଲିକୁ ନେଇ ଶୁଆଇ ଦେବା ପାଇଁ ଏବଂ ସେ ନିଜେ ମଧ୍ୟ ଏଥର ବିଶ୍ରାମ ନିଅନ୍ତୁ ବୋଲି ମୁଁ ଶ୍ରୀମତୀ ଜୋସେଫକୁ ଜିଗର କଲି, ମାନେ ତାକୁ କହିଲେ ହେଲା। ରାତି ଅନେକ ବହୁତ ରାତି ହେଇଗଲା, ତଥାପି ଜୋସେଫ ଜିଦ୍ କଲା ଯେ ମୋ ପାଇଁ କପେ କଫି ତିଆରି କରିଦେବ। ପଶ୍ଚିମ ଆଫ୍ରିକାର କେଉଁ ଏକ ପାତାର ଗହରରେ ଥାଇ ମୁଁ ମନେ କରୁଥିଲି ମୁଁ ମୋର ଝିଅ ଜ୍ୱାଇଁ ଏବଂ ନାତୁଣୀ ପାଖକୁ ଆସିଛି ବୋଲି। ତ ପିଲାମାନେ, ତ ଆଜିର ଭିଡ଼ିଓଟି ଏଇଠି ରଖୁଛି। ଆମେ ଲାଷ୍ଟ ତୁମର ଯେଉଁ ଉପସଂହାର ଅଛି ସେଇଟା ଆଲୋଚନା କରିବା, ତାପରେ ତୁମର ପଶ୍ଚିମ ଆଫ୍ରିକାରେ ଓଡ଼ିଆ ଢିଙ୍କି ଯେଉଁ ଭ୍ରମଣ କାହାଣୀଟି ସମ୍ପୂର୍ଣ୍ଣ ଭାବରେ ସମାପ୍ତ ହେଇଯିବ। ତ ଭିଡ଼ିଓଟି ସମ୍ପୂର୍ଣ୍ଣ ଭାବରେ ଦେଖିଥିବାରୁ ଧନ୍ୟବାଦ।